ସମସ୍ତଙ୍କୁ ନମସ୍କାର ପିଲାମାନେ, ଜୟ ଜଗନ୍ନାଥ। ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି ଆଉ ଏକ ନୂଆ ଭିଡିଓରେ। ତ ପିଲାମାନେ ଯୋଉମାନେ ବି ଫାର୍ଷ୍ଟ ସେମିଷ୍ଟାର ବିଡି କ୍ଲାସ ଦେଖିବାକୁ ଆସିଛନ୍ତି, ଆପଣମାନଙ୍କ ପାଇଁ ମୁଁ ଛୋଟିଆ ହିଁ ଗୋଟେ ଛୋଟିଆ ଡିସ୍କସନ ଭିତରେ ଖାଲି ଗୋଟେ କହିଦଉଛି କି ଆମେ ମାନେ ଆପଣମାନଙ୍କ ପାଇଁ ନେଇକି ଆସିଛୁ ଗୋଟେ ଅଫର, ଯୋଉଟା କି ଆପଣ ଏବେ କ୍ଲାସ ଦେଖୁଛନ୍ତି ଆମ ରେକର୍ଡିଂ କ୍ଲାସ। ଏଇ ଟାଇପର ଆପଣ ପ୍ରତ୍ୟେକ ସେମିଷ୍ଟାର ଆପଣ ଆମ କ୍ଲାସ ଦେଖିପାରିବେ। ତା ସହିତ ଆପଣ ଆମର ପରଚେସ କରିପାରିବେ ହ୍ୟାଣ୍ଡି ଟେନ୍ ନୋଟ୍ସ, ଯୋଉଟା କି ଆପଣଙ୍କୁ କେବଳ ପଡିବ 400। ଯଦି ଆପଣ ଫାର୍ଷ୍ଟ ସେମିଷ୍ଟାର ପାଇଁ କିଣୁଛନ୍ତି 5ଟା ବହି, ସେଟା 500 ତା ପ୍ରାଇସ୍ ରହୁଛି, ସେଟା ଡିସକାଉଣ୍ଟ ହେଇକି ଆପଣଙ୍କୁ 400 ରହିବ। ତା ବାଦ ୟାଠୁ ବି ବଡ ଅଫର ଆମେ ଆପଣଙ୍କ ପାଇଁ ନେଇକି ଆସିଛୁ। ଫାର୍ଷ୍ଟ ସେମିଷ୍ଟାର, ସେକେଣ୍ଡ ସେମିଷ୍ଟାର, ଥାର୍ଡ ସେମିଷ୍ଟାର, ଫୋର୍ଥ ସେମିଷ୍ଟାର, ଏଇ ଚାରିଟା ସେମିଷ୍ଟାରକୁ କମ୍ବାଇନ କରିକି ଆପଣଙ୍କର ଚାରିଟା ଯାକ ସେମିଷ୍ଟାରର ହ୍ୟାଣ୍ଡି ନୋଟ୍ସ, ରେକର୍ଡିଂ କ୍ଲାसेस, डाउट क्लियरिंग क्लासेस, सिलेक्टिव क्वेश्चन, ତା ସହିତ ଆପଣଙ୍କୁ ଗୋଟେ କମ୍ୟୁନିଟି ହ୍ୱାଟ୍ସଆପ କିମ୍ବା ଟେଲିଗ୍ରାମ ଗ୍ରୁପ ରେ ଆମେ ଆପଣଙ୍କୁ ଆଡ କରିବୁ। ଏଇ ସବୁ ମିଳୁଛି ଆପଣଙ୍କୁ କେବଳ 1700 ଟଙ୍କାରେ। ଆପଣଙ୍କୁ ଲାଗୁଥିବ କି 400 ଟଙ୍କାରେ ଫାଷ୍ଟ ସେଇଟା 1700 ଟଙ୍କା ତ ବହୁତ ହେଇଯାଉଛି, ତ ସେଇଟା ଆମେ ଆପଣଙ୍କ ପାଇଁ ଡିସକାଉଣ୍ଟ କରିକି ଆଣିଛୁ 1300 ଟଙ୍କାରେ। ଯଦି 1300 ଟଙ୍କା ବି ଆପଣ ମାନଙ୍କୁ ଅଧିକ ହେଇଯାଉଛି, ତ 1300 ଟଙ୍କାକୁ ଡିସକାଉଣ୍ଟ କରିକି ଆମେ ଆପଣଙ୍କୁ ଫାଇନାଲ ପ୍ରାଇସ୍ ଆଣିଛୁ 1000 रुपीज। ଆପଣ ଠିକ ଶୁଣିଛନ୍ତି, 1000 ଟଙ୍କା କେବଳ 1000 ରେ ଆପଣ ବିଇଡି ର ଚାରିଟା ଯାକ ସେମିଷ୍ଟାର ରେକର୍ଡିଂ କ୍ଲାसेस, डाउट क्लियरिंग क्लासेस, ତା ସହିତ ଆପଣଙ୍କର ହ୍ୟାଣ୍ଡି ଟେନ୍ ନୋଟ୍ସ, ସିଲେକ୍ଟିଭ କ୍ୱେଶ୍ଚିନ୍, ଦେନ୍ ଗୋଟେ କମ୍ୟୁନିଟି ଗ୍ରୁପରେ ଜଏନ ହେଇକିରି ଡିଟେଲ୍ସ ଇନଫର୍ମେସନ, ପ୍ରତ୍ୟେକ ଏଜୁକେଶନାଲ ଜବ ର ନୋଟିଫିକେସନ ଆପଣ ପାଇପାରିବେ। ତ ଏଇ ଅପରଚୁନିଟିକୁ ମିସ୍ କରନ୍ତୁ ନାହିଁ। କେବଳ ଆପଣଙ୍କର ଏକ୍ଜାମ ଫାର୍ଷ୍ଟ ସେମ୍ ଏକ୍ଜାମ ହେଲା ପର୍ଯ୍ୟନ୍ତ ଏଇ ଅଫରଟି ଭ୍ୟାଲିଡ ଅଛି। ତ ପିଲାମାନେ ଏବେ ହିଁ ଆପଣଙ୍କ ଯୋଉ ସ୍କ୍ରିନ ଉପରେ ଯୋଉ ନମ୍ବର ଶୋ କରୁଛି ଆମର 8658957015, ତ ଏଇ ନମ୍ବରରେ କଣ୍ଟାକ୍ଟ କରନ୍ତୁ ଆଉ ଏବେ ହିଁ ଆପଣଙ୍କ ନିଜ ସିଟକୁ ବୁକିଂ କରନ୍ତୁ। ତ ଚାଲନ୍ତୁ ଆମେ କ୍ଲାସ ଆରମ୍ଭ କରିବା। ନମସ୍କାର ସମସ୍ତଙ୍କୁ ସାଇ କୃଷ୍ଣ ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ। ତ ପିଲାମାନେ ଆଜି ଆମେ ଦେଖିବା ଫିଲୋସଫିକାଲ ଫାଉଣ୍ଡେସନର 4 ନମ୍ବର ୟୁନିଟଟି। এই ଭିଡିଓ ମାଧ୍ୟମରେ ଆମେ ଆଲୋଚନା କରିବା ଡିଟେଲ୍ସରେ। ତ ଯୋଉମାନେ ନୂଆ ଥିବେ ଚ୍ୟାନେଲରେ ସବସ୍କ୍ରାଇବ ଯଦି କରିନାହାନ୍ତି ତ କରିଦେବେ। ଭଲ ଲାଗୁଛି ଯଦି କ୍ଲାସଟି ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବେ ଯୋଉମାନେ କି ଏଥର ଫାର୍ଷ୍ଟ ସେମିଷ୍ଟର ଦେବା ପାଇଁ ଯାଉଛନ୍ତି। ଠିକ ଅଛି, ତ ଆମେ ଏଥିରେ ଡିସ୍କସନ କରିବା। ଆପଣ ଆଶା କରିବି କି ପୂର୍ବରୁ ତିନିଟା ଯାକ କ୍ଲାसेସ୍, ଯୋଉ ତିନିଟା ୟୁନିଟ ଆପଣ ଦେଖି ସାରିଥିବେ ଅଲରେଡି, ଏବଂ ଇଏ ହଉଛି 4 ନମ୍ବର ୟୁନିଟ ଫିଲୋସଫିକାଲ ଫାଉଣ୍ଡେସନର। ଓକେ, ତ ଯୋଉଥିରେ କି ଆମେ ପଢିବା ଭ୍ୟାଲୁ ଏଜୁକେସନ। ଭ୍ୟାଲୁ ଆଉ ଏଜୁକେସନ କଥାକୁ ଆମେ ଟିକେ ଟିକେ ଆଲୋଚନା କରିକି ଯିବା। ତ ପ୍ରଥମେ ଟିକେ ଆମେ ଇଣ୍ଟ୍ରୋଡକ୍ସନ ଦେଖିବା। ତ Axiology is a branch of philosophy which deals with the system of values. ତ ଏଠି ବିଭିନ୍ନ ପ୍ରକାର କନସେପ୍ଟ ଗୁଡାକ, ଥିଓରିଜ ଗୁଡାକ ଟିକେ ଟିକେ ଲେଖା ଯାଇଛି ଏ ବିଷୟ ବସ୍ତୁରେ। ତ ଏସିଓଲୋଜି ବିଷୟ ଲେଖା ହେଲା, ଇଏ ଗୋଟେ ବ୍ରାଞ୍ଚ ଅଫ ଫିଲୋସଫି which deals about the system of value। ଯୋଉ ଏକ୍ସିଓଲୋଜି ଯୋଉ ରହୁଛି ବ୍ରାଞ୍ଚ ଟା ନା ଫିଲୋସଫିର, ଯୋଉଟା କି ଭ୍ୟାଲ୍ୟୁଜ ସହିତ ଡିଲ୍ କରୁଛି, ହେଲା। ଇଟ ଇଜ କନସିଡର୍ଡ ଏଜ ଥିଓରି ଅଫ ଭ୍ୟାଲ୍ୟୁଜ। ଆକୁ କୁହାଯାଏ, ଇଏ ହଉଛି ଥିଓରି, ଭ୍ୟାଲ୍ୟୁର ଥିଓରି। Values are very important in human life for success in material life and social life of the life individual। तो values ଟା ବହୁତ ହି important ରହୁଛି human life ରେ for success in material life। material life ପାଇଁ ହଉ, social life ହଉ, individual ମାନଙ୍କର ତା ପାଇଁ values ଟା ବହୁତ ହି important role play କରିଥାଏ। Inculcation of values from school onwards is very important in development of character and a good personality among individuals। ତ ଯେତେ ଇନକଲକେଟିଂ ମାନେ ପୁରା ସବମିଶନ କରିବା, ଭ୍ୟାଲ୍ୟୁଜ ଯେତେ ପ୍ରକାର ଭ୍ୟାଲ୍ୟୁଜ ଆମ ପାଖରେ ରହିଛି ସ୍କୁଲରୁ ପୂର୍ବ ପରବର୍ତ୍ତୀ ଅବସ୍ଥାରେ, ସେ ସବୁ ଗୁଡିକ ଇମ୍ପୋର୍ଟାଣ୍ଟ ରହୁଛି ଆମର କ୍ୟାରେକ୍ଟରକୁ ଡେଭଲପ କରାଇବାରେ, ପର୍ସନାଲିଟି ଡେଭଲପ କରାଇବାରେ, ଏବଂ ପ୍ରୋବ୍ଲେମ ସଲ୍ଭ କରିବାରେ। ଯୋଉ କି ସୋସାଇଟିରେ ଯାହା ଯାହା ବି ପ୍ରୋବ୍ଲେମ ସବୁ ଆସୁଛି ତାକୁ ସଲ୍ଭ କରିବାରେ ଅନେକ ପ୍ରକାର ହେଲ୍ପ କରିଥାଏ ଆମର ଏଇ ଭ୍ୟାଲ୍ୟୁଜଟି। Values are that the result of any activity should be good, useful and acceptable। ତ ଯୋଉ ବି ଆମେ କାମ କରୁଛୁ, values ମାନେ କଣ? ଯୋଉଟା ଆମେ କାମ କରୁଛୁ ତାର ଯୋଉ ଅଲ୍ଟିମେଟମ ମାନେ ତାର ଯୋଉ ରେଜଲ୍ଟଟା, ସେଟା ନିହାତି ଭାବରେ ଭଲ ହବା ଦରକାର, ୟୁଜଫୁଲ ଦରକାରୀ ହବା ଦରକାର, ଏବଂ acceptable ସମସ୍ତଙ୍କ ଦ୍ୱାରା accepted ହବା ଆବଶ୍ୟକତା ରହୁଛି। They are important because every human action is the reflection of an individual value and every human institution that outgrowth of social values। ତ ଏଗୁଡିକ important ରହୁଛି because every human action, ପ୍ରତ୍ୟେକଟି ମଣିଷର କାର୍ଯ୍ୟକଳାପ
is the reflection of a individual. ଗୋଟେ ଇଣ୍ଡିଭିଜୁଆଲ ରିଫ୍ଲେକ୍ସନ ଆସୁଛି ତାର ପ୍ରତିଟି କାର୍ଯ୍ୟକଳାପ ଗୋଟେ ଇଣ୍ଡିଭିଜୁଆଲ ଥିବା ତାର ଭ୍ୟାଲ୍ୟୁଜ ର ରିଫ୍ଲେକ୍ସନ ସେଟା ହୁଏ। and every human institution the outgrowth of social values ଏବଂ ପ୍ରତିଟି ଯାହା ବି ହ୍ୟୁମାନ ଇନଷ୍ଟିଟ୍ୟୁସନ ରହିଛି ଯେମିତି ଫ୍ୟାମିଲି ରହିଲା ବା ଯେକୌଣସି ଇନଷ୍ଟିଟ୍ୟୁସନ ରହିଲା ଏ ସବୁ ଗୁଡିକ ସୋସିଆଲ ଭ୍ୟାଲ୍ୟୁଜ ରୁ ବାହାରିକି ଅଛି ଅର୍ଥାତ ସୋସିଆଲ ଭ୍ୟାଲ୍ୟୁ ର ଆଉଟକମ୍। ତେଣୁ ମଣିଷ ଯାହା ବି କରେ ସୋସାଇଟିରେ ଆପଣ ଯାହା ବି ଦେଖନ୍ତି ସବୁ ଜିନିଷ ଗୁଡିକ ଆପଣଙ୍କର ଭ୍ୟାଲ୍ୟୁଜ ରୁ ହିଁ ଇଣ୍ଡିକେଟ କରୁଛି ବା ଆସିଛି ରାଇଟ। ତାପରେ ଦେଖିବା ଭ୍ୟାଲ୍ୟୁ ର ମିନିଂ କଣ। ଜନ୍ ଡିଙ୍କ ମତରେ value ହଉଛି the value means primarily to price to esteem to appraise to estimate ହେଲା। primary to price to esteem esteem ମାନେ ଇଚ୍ଛା ଶକ୍ତି ଅଛି ତା ପାଇଁ ଯୋଉ ପୁରସ୍କାର ଅଛି to appraise to estimate ତ ଜିନିଷଟା ରହୁଛି estimation ରହୁଛି ସେଠି ତ primarily କଥାଟା କୁହାଯାଇଛି values ର ମାନେ କଣ। it means the act of cherishing something ଅର୍ଥାତ ଗୋଟେ praise କରିବା ପ୍ରଶଂସା କରିବା heading it dear and also the act of passing judgment upon the nature and amount of values compared with something else। ତ ଆମେ ଯେତେବେଳେ ପ୍ରଶଂସା କରୁଛୁ କରୁଛୁ ନା ବଢିଆ ହେଇଛି ଏଇଟା କେହି କରିନଥିଲେ ବହୁତ ବଢିଆ ହେଇଛି ପୂର୍ବ ଅପେକ୍ଷା ଭଲ ହେଇଛି ତ କମ୍ପେୟାର କରିକି ଆମେ ଗୋଟେ ପ୍ରେଜ ବା ଗୋଟେ ଷ୍ଟେଟମେଣ୍ଟ ଡ୍ର କରୁଛୁ ଗୋଟେ ଲୋକ ବିଷୟରେ ଏବଂ ଯାହା ଦ୍ଵାରା କି ଆମର ତାର କନସେପ୍ଟ ଆସୁଛି ସେଇଟା ହିଁ ଭ୍ୟାଲ୍ୟୁଜ ବୋଲି କୁହାଯାଏ ଜନ୍ ଡ୍ୟୁଙ୍କ ମତରେ। ଓକେ ତାପରେ ଦେଖିବା according to WH Kilpatrick ଯୋଉ ତାଙ୍କର ଆଉ ଗୋଟେ ଜଣେ ଥିଓରି ଦେଖିବା that out of main capacity for good seeking behavior arise his wants and efforts and out of this come in consequently chosen end or goal and mean। ତ ତା ମାନେ କଣ ହଉଛି out of man's capacity ମଣିଷର ଯୋଉ capacity ଅଛି ସେଥିରେ ସେ ସବୁ କାମ କରିବା ପାଇଁ ଚାହେଁ ନିଜ capacity ଅନୁଯାୟୀ for good seeking behavior arise his wants and efforts and out of this comes in consequently chosen end of the goal। तो फाइनाली से बहुत କିଛି କାମ କରେ and efforts ବହୁତ ଦିଏ and ଏଇ ସବୁ ଜିନିଷ ଭିତରୁ ସେ ଫାଇନାଲି ଯୋଉଟା କି ଗୋଲ୍ଡ ମାନେ ତାର ସବୁ ପ୍ରକାର ଏଫର୍ଟ ଦେଇକି ତାର ଗୋଲ କୁ ଆଚିଭ କରିବା ପାଇଁ ସେ ଚାହେଁ। because end conflict man is led to weigh his goal against each other and don't critically enough values emerge। ଏବଂ ଆକ୍ଚୁଆଲି ଦେଖାଯାଏ କଣ ନା ମଣିଷ ସବୁବେଳେ ନିଜର ଗୋଲ କୁ ବା ନିଜର ଏମ୍ କୁ ଫୁଲଫିଲ କରିବା ପାଇଁ ଚାହିଁଥାଏ ଏବଂ ତା ସହିତ ବେଳ ଦେଖାଯାଏ କି ସମସ୍ତଙ୍କର ଗୋଲ ରେ ଫୁଲଫିଲ କଲା ବେଳେ କମ୍ପିଟିସନ ପଳେଇ ଆସେ ତ ସମସ୍ତଙ୍କର ଇଣ୍ଟରେଷ୍ଟ ଅଫ କନଫ୍ଲିକ୍ଟ ଡେଭଲପ ହୁଏ। ତ ତାପରେ ଲକ୍ଷ୍ୟ କରାଯାଏ କି କେମିତି ତାହାରି ଭିତରୁ ହିଁ ଭ୍ୟାଲ୍ୟୁ କୁ କେମିତି ଏମର୍ଜ କରାଯାଏ ଧର ବହୁତ ଲୋକ ବହୁତ ପ୍ରକାର ଏଫର୍ଟ କରୁଛନ୍ତି ତାପରେ ବି ଆମେ ଦେଖିବା ଯେ କାହାର ଏଫର୍ଟସ ବା କାହାର କାମ ବା କାହାର ରେଜଲ୍ଟ ଟା ବେଶୀ ଭ୍ୟାଲୁଏବଲ ରହୁଛି କାହିଁକି ନା ଏଫର୍ଟ ତ ବହୁତ ଲୋକ କରିଥାନ୍ତି ତ ଆମେ କେମିତି ଜଜ କେମିତି କରିବା ତ ଆମେ ଯେତେବେଳେ କମ୍ପେୟାର କରୁ। definitions ଦେଖିବା educational values ର educational values are related to those activities which are good useful and valuable from the point of view education। educational values ମାନେ education ଥ୍ରୋରେ ବା education ଯୋଗୁ ବା education ପାଇଁ ଯୋଉଟା valuable ହବ ଯୋଉଟା pointed ରହିବ ଯୋଉଟା useful ରହିବ ଭଲ ରହିବ ସେଇଟା ହିଁ ତମର ରହିଲା concept। according to Adams education is a bipolar process which has two part। education ହଉଛି bipolar process ଦୁଇ ପ୍ରକାର process ରହୁଛି ଗୋଟେ ହଉଛି ଟିଚର ଗୋଟେ ହଉଛି ଚାଇଲ୍ଡ ଦୁଇ ଜଣ ହିଁ ବାଇପୋଲାର ପ୍ରୋସେସ ରହିଲେ ଏଜୁକେସନ ର। The teacher in order to mold and modify the behavior of the child employs various strategies and tactics to achieve the desired behavioral changes in the child। ତ the teacher in order to mold teacher modify କରିବା ପାଇଁ ଚାହେଁ କାହାର ବିହେଭିୟର ପିଲାଙ୍କର ବିହେଭିୟର modify କରିବା ପାଇଁ ଚାହେଁ ବିଭିନ୍ନ ଟେକ୍ନିକ ଆପ୍ଲାଏ କରିକି ଷ୍ଟ୍ରାଟେଜି ବନେଇକି ତ ପିଲାର ଯୋଉ ବିହେଭିୟରାଲ ଚେଞ୍ଜେସ ଗୁଡାକ ଆଣିବା ପାଇଁ ଟିଚର ସର୍ବଦା ଚାହିଁଥାଏ। ତ ଇଏ ରହୁଛି କନସେପ୍ଟ ଟିଚର ଏଟା ରୋଲ ଟା ରହୁଛି ବିହେଭିୟରାଲ ଚେଞ୍ଜ କରିବ ପିଲାଙ୍କର ସେଇ ପାଇଁ ତ ପିଲା ତ ଶିଖିବା ପାଇଁ ତ ଆସୁଛନ୍ତି ନା ତେଣୁ ସେଇଟା ରହୁଛି କନସେପ୍ଟ। ତାପରେ ଆସିଲା ଜେଏସ୍ ବ୍ରୁବାଚର ସେସ୍ ତାଙ୍କ ଅନୁଯାୟୀ କଣ ରହିଛି to state one's aim of education is at once to state his educational values। ତେଣୁ ଆମେ ଯଦି ଦେଖିବା education at wants to state his educational values to state ଗୋଟେ ଏମ୍ କଣ ଗୋଟେ ଲୋକର ରହିଛି ତାର ଏଜୁକେଶନାଲ ଭ୍ୟାଲ୍ୟୁଜ ଗୋଟେ ଲୋକର ଲକ୍ଷ୍ୟ ରହୁଛି ତାର ଏଜୁକେଶନାଲ ଭ୍ୟାଲ୍ୟୁଜ କୁ ପ୍ରାପ୍ତ କରିବା ତ ମାନେ ଏଜୁକେଶନାଲ ଭ୍ୟାଲ୍ୟୁଜ ଟା ବହୁତ ହି ବଡ ଇମ୍ପୋର୍ଟାଣ୍ଟ ରୋଲ ଟା ରହୁଛି ଏବଂ ଏଜୁକେଶନାଲ ଭ୍ୟାଲ୍ୟୁଜ କୁ ନେଇ ଯଦି ଆମେ ଦେଖିବା ତାହେଲେ ଗୋଟେ ହଉଛି ଇଣ୍ଟରନ୍ୟାସନାଲ ମାନେ ଇଣ୍ଟରନାଲ ଆଣ୍ଡ ସବଜେକ୍ଟିଭ ଆଉ ଗୋଟେ ହଉଛି ଏକ୍ସଟର୍ନାଲ ଆଣ୍ଡ ଅବଜେକ୍ଟିଭ ହେଲା। ତ ଦୁଇ ପ୍ରକାରର ଏଜୁକେଶନାଲ ଭ୍ୟାଲ୍ୟୁଜ ଟା ରହୁଛି ଭିଉ ଟା ଦୁଇ ପ୍ରକାର ରହୁଛି ଗୋଟେ ହେଲା ଇଣ୍ଟରନାଲ ଆଣ୍ଡ ସବଜେକ୍ଟିଭ ମାନେ ଏଲାବୋରେଟିଭ ଆଣ୍ଡ ଇଣ୍ଟରନାଲ ଆଉ ଗୋଟେ ହଉଛି ଏକ୍ସଟର୍ନାଲ ଏବଂ ଏକ୍ସଟର୍ନାଲ ମାନେ ଯୋଉଟା ଅବଜେକ୍ଟିଭ ମାନେ ପୁରା ପଏଣ୍ଟେଡ ଅବଜେକ୍ଟିଭ ରହିଯିବ ତାର କନସେପ୍ଟ ଟା ଇଏ ରହିଲା ଏଜୁକେଶନାଲ
values। ତାପରେ ଦେଖିବା କ୍ଲାସିଫିକେସନ ଅଫ ଏଜୁକେସନାଲ ଭ୍ୟାଲ୍ୟୁଜ। କ୍ଲାସିଫିକେସନ ଅଫ ଏଜୁକେସନାଲ ଭ୍ୟାଲ୍ୟୁଜ ଦେଖିବା, ପ୍ରଥମେ ଆସିଲା ଅଲ୍ଟିମେଟ ଭ୍ୟାଲ୍ୟୁଜ। ଅଲ୍ଟିମେଟ ଭ୍ୟାଲ୍ୟୁଜ କଣ ନା ଫିଲୋସଫିକାଲି ଇଟ କ୍ୟାନ୍ ବି କ୍ଲାସିଫାଇଡ ଭ୍ୟାଲ୍ୟୁଜ ବେସ୍ଡ ଅନ୍ ଦ ଇନଷ୍ଟିଙ୍କ୍ଟ ନେଚର ଅଫ ହ୍ୟୁମାନ ମାଇଣ୍ଡ। ତ ଫିଲୋସଫିକାଲି ଯଦି ଆମେ ଦେଖିବା ତ କ୍ଲାସିଫାଇଡ ଭ୍ୟାଲ୍ୟୁଜ ଟା ବେସ୍ କରୁଛି ଇନଷ୍ଟିଙ୍କ୍ଟ ନେଚର ଅଫ ହ୍ୟୁମାନ ମାଇଣ୍ଡ ଉପରେ ବେସ୍ କରୁଛି। ଦେ ଆର୍ ମେନଲି ଥ୍ରୀ କାଇଣ୍ଡସ ଅଫ ଭ୍ୟାଲ୍ୟୁଜ, ତିନି ପ୍ରକାର ରହେ ପ୍ରତି ଭ୍ୟାଲ୍ୟୁ। ଏଇ ଯୋଉ ଭ୍ୟାଲ୍ୟୁଜ ଗୁଡିକ ହ୍ୟୁମାନ ମାଇଣ୍ଡ ର ଇନଷ୍ଟିଙ୍କ୍ଟ ମାନେ ତମର ତା ଉପରେ ବେସ୍ କରୁଛି। ତିନିଟା ରହିଲା, ଗୋଟେ ହଉଛି ଲଜିକାଲ ଭ୍ୟାଲ୍ୟୁଜ ଅର ଟ୍ରୁଥ ଭ୍ୟାଲ୍ୟୁଜ, ଯେଟାକୁ କୁହାହେଲା ସତ୍ୟମ। ethical values or good values शिवम, aesthetic values और beauty values सुंदरम। तो जो सत्यम शिवम सुंदरम जो कॉन्सेप्ट रही सेटा को नहीं कि कहगला जे लॉजिकल वैल्यूज और ट्रूथ वैल्यूज जोटा प्योरली माने सत्य, जोटा सत्यम कॉन्सेप्ट रहउची। एथिकल वैल्यूज गुड वैल्यू जोटा ठीक भलो, जोटा जोटा नैतिक दृष्टि ठीक, इट इज द शिवम। एवं एस्थेटिक वैल्यूज और ब्यूटी वैल्यू जोटा सुंदर देखा जाए। गोटे हलो सत्य, गोटे हଉଛି सठिक, ଆଉ ଗୋଟେ ହଉଛି ସୁନ୍ଦର। ତ ତିନି ପ୍ରକାର ଭ୍ୟାଲ୍ୟୁଜ କାଇଣ୍ଡ ର ରହୁଛି, ତିନି ପ୍ରକାର କ୍ୟାଟାଗୋରୀର ଭ୍ୟାଲ୍ୟୁଜ ଟା ରହୁଛି ସତ୍ୟମ ଶିବମ ସୁନ୍ଦରମ, ଆମର ଇଣ୍ଡିଆନ ଫିଲୋସଫିର କନସେପ୍ଟ। ତାପରେ ଦେଖିବା ପ୍ଲାଟୋଙ୍କର ଗୋଟେ ୱେଷ୍ଟର୍ଣ୍ଣ କନସେପ୍ଟ ଦେଖିବା। ट्रुथ गुड एंड ब्यूटी वैल्यूज आर द एट एवरी इंडिविजुअल एट एवरीवेयर, जोटा कि सेटा को कहला इंग्लिश रे खाली कहला सत्यम मींस ट्रुथ, गुड होची शिवम जोटा, एंड ब्यूटी इज द सुंदरम, राइट। तो एटा प्लाटोଙ୍କର थ्योरी अनुसार कोन हला ना ट्रुथ गुड एंड ब्यूटी वैल्यूज आर एट एवरी इंडिविजुअल एट एवरीवेयर, प्रत्येक लोकଙ୍କ ଭିତରେ ରହିଛି ଏବଂ ସବୁ ଜାଗାରେ ଅଛି, କୋଉଠି ନାହିଁ ବୋଲି ଆମେ କହିପାରିବା ନାହିଁ। ଇଏ ଗୋଟେ କନସେପ୍ଟ ରହିଲା। ତାପରେ ଇଏ ରହିଲା ପ୍ରଥମ କ୍ଲାସିଫିକେସନ। ତାପରେ କ୍ଲାସିଫିକେସନ ଆସିଲା ପରବର୍ତ୍ତୀ ଅବସ୍ଥାରେ ବ୍ରୁଭେଚର କହିଲେ ଏ ବୁକ୍ ରେ, କୋଉ ବହିରେ ନା ମଡର୍ନ ଫିଲୋସଫିଜ ଅଫ ଏଜୁକେସନ ରେ ହେଲା। ବହିଟା ନାଁ ହଉଛି ମଡର୍ନ ଫିଲୋସଫିଜ ଅଫ ଏଜୁକେସନ। ଏଥିରେ କହିଲେ ହି ହେଜ ଡିଭାଇଡେड ଏଜୁକେସନାଲ ଭ୍ୟାଲ୍ୟୁଜ ଇନଟୁ ଟୁ କ୍ୟାଟାଗୋରିଜ, ଦୁଇଟା କ୍ୟାଟାଗୋରୀ ଡିଭାଇଡ କଲେ। କଣ କଣ ନା ରିଲେଟେଡ ଟୁ ଲାଇକ୍ସ ଅର ଇମିଡିଏଟ, ଆଉ ଗୋଟେ ରିଲେଟେड ଟୁ ଦ इंटेलिजेंट लाइक्स और रिमोट। तो रिलेटेड टू लाइक्स और इमीडिएट माने कौन, रिलेटेड टू लाइक्स और इमीडिएट ମାନେ ଯୋଉଟା କି ଆମର ଭଲ ଲାଗୁଛି ଯୋଉଟା, ଏବଂ ଯୋଉଟା କି ଇମିଡିଏଟଲି ଭଲ ଲାଗେ, ଯୋଉଟା ଆମେ ଇମିଡିଏଟ ତାକୁ एक्सेप्ट करू, ଯୋଉଟା ଭଲ ଲାଗେ। ଆଉ ଗୋଟେ इंटेलिजेंट ଲୋକ ସେଟା ରିମୋଟ ହେଇପାରେ, ମାନେ ଦୂରବର୍ତ୍ତୀ ଦୂରଦୃଷ୍ଟି ସମ୍ପନ୍ନ ନେଇକି ଆମେ ସେଟା କରିପାରେ, ସେଟା ଦିମାଗ ଲଗେଇବା ପାଇଁ ପଡେ। ତ ସେଟା ଦୂରଦୃଷ୍ଟି ସମ୍ପନ୍ନ ଜିନିଷକୁ ଆଣିବା ପାଇଁ ଆମକୁ ଦିମାଗ ଲଗାଇବା ପାଇଁ ପଡେ। ତ ସେ କନସେପ୍ଟ ରହିଛି, ଦୁଇଟା କ୍ୟାଟାଗୋରୀ ରହିଲା। These values can be divided further into two categories, ଗୋଟେ ହଉଛି instrumental values ଆଉ ଗୋଟେ ହଉଛି intrinsic values। instrumental values ହଉଛି ତା ସହିତ relatable concept ଗୁଡାକ ସହିତ ଯୋଉ values ରହିଲା। intrinsic values by default ତା ଭିତରେ ଯୋଉ values ଟା ରହୁଛି, ଗୋଟେ ହଉଛି external, ଗୋଟେ internal type ର ଆମେ accept କରିପାରିବା। ତାପରେ ଯଦି ଆମେ ଦେଖିବା objective classification of values, classification of values ର objective ଟା କଣ? Some philosophers maintain an objective attitude in classifying values। କିଛି philosophers ମାନେ ଅଛନ୍ତି ଯୋଉମାନେ objective attitude ନିଅନ୍ତି କାମ କରିବା ପାଇଁ। ସେଟା କଣ କଣ ନା ଗୋଟେ ହେଲା physical values, ଗୋଟେ ହଉଛି economic values, ଆଉ ଗୋଟେ ହଉଛି spiritual values। ତ ଇଏ ହଉଛି କ୍ଲାସିଫିକେସନ ନମ୍ବର 3। ତ ଏଠି ତମର କଣ କଣ ଭ୍ୟାଲୁ ରହିଲା, ଗୋଟେ ହେଲା ଫିଜିକାଲ ଭ୍ୟାଲୁ, ଗୋଟେ ଜିନିଷଟା ଗୋଟେ ଗୁଡ୍ସ ଅଛି, ଗୋଟେ ଦ୍ରବ୍ୟ ଅଛି, ତାର ଗୋଟେ ଫିଜିକାଲ ଭ୍ୟାଲୁ ରହିଛି, ତାର ଗୋଟେ ଫିଜିକାଲ ଏଣ୍ଟିଟିର ଗୋଟେ ଭ୍ୟାଲୁ ରହୁଛି, କିଛି ଜିନିଷର ଫିଜିକାଲ ଭ୍ୟାଲୁ ରହୁଛି, କିଛି ଜିନିଷର ଇକୋନୋମିକ ଭ୍ୟାଲୁ ରହୁଛି, ତାର ଅର୍ଥନୀତିକୁ ନେଇକି ଭ୍ୟାଲୁ ରହୁଛି, ଆଉ କିଛି ରହୁଛି ସ୍ପିରିଚୁଆଲ। ଆମ ଲାଇଫରେ ଏ ସବୁ ପ୍ରକାର ଭ୍ୟାଲୁଜର ଆବଶ୍ୟକତା ଅଛି। ଆମେ ସବୁ ଦେଖୁ, ଆମେ ଫିଜିକାଲି ଘର କିଣୁ, ତାର ଇକୋନୋମିକ ଭ୍ୟାଲୁଜକୁ ଦେଖୁ, ଖାଦ୍ୟ ସାମଗ୍ରୀ, ଟଙ୍କା ପଇସା, ଚାକିରି, ତାପରେ ସ୍ପିରିଚୁଆଲ ଭ୍ୟାଲୁଜ ବି ଆମେ ଲକ୍ଷ୍ୟ କରୁ। ମଣିଷ ଜୀବନରେ ଏ ସବୁ ପ୍ରକାରର ଆବଶ୍ୟକତା ରହିଛି। ତେଣୁ ସେଇ ହିସାବରେ ଆମର ଭ୍ୟାଲୁଜକୁ ତିନିଟା କ୍ୟାଟାଗୋରୀରେ ଡିଭାଇଡ କରାଗଲା। ତାପରେ 4 ନମ୍ବର କ୍ଲାସିଫିକେସନ, 4 ନମ୍ବର କ୍ଲାସିଫିକେସନ କଣ ଆସିଲା? We can speak of universal values because ever since human beings have lived in community, they have had an established principle to guide their behavior towards them। ତ ଆମେ ୟୁନିଭର୍ସାଲ ଭ୍ୟାଲୁଜ ମାନେ କଣ, ଆମର ସୋସାଇଟିକୁ ନେଇକି ଏଭର ସିନ୍ସ ହ୍ୟୁମାନ ବିଙ୍ଗ ହ୍ୟାଭ ଲିଭଡ ଇନ କମ୍ୟୁନିଟି ହେଲା। ମଣିଷ ତ ସବୁବେଳେ କମ୍ୟୁନିଟିରେ ରୁହେ, ମେନି ସୋସିଆଲ ଆନିମାଲ, ସବୁବେଳେ କମ୍ୟୁନିଟିରେ ରୁହେ। ତେଣୁ ଦେ ହ୍ୟାଭ ହ୍ୟାଡ ଟୁ ଏଷ୍ଟାବ୍ଲିଶ ପ୍ରିନ୍ସିପଲ, ତାକୁ ପ୍ରିନ୍ସିପଲକୁ ଏଷ୍ଟାବ୍ଲିଶ କରିବା ପାଇଁ ପଡିବ, ତାର ବିହେଭିୟର କେମିତି ହବା ଦରକାର, ଅନ୍ୟମାନଙ୍କ ସହିତ କେମିତି ରିଲେସନ ରହିବ,
କେମିତି ସମ୍ପର୍କ ରହିବ, କେମିତି କାହାକୁ କେମିତି ବ୍ୟବହାର କରାଯାଏ, ଏ ସବୁ ଜିନିଷ ଉପରେ ଯଥେଷ୍ଟ ଗୁରୁତ୍ୱର ଆବଶ୍ୟକତା ରହୁଛି। କାହିଁକିନା ଲୋକେ ସୋସାଇଟି ରହିଛନ୍ତି ତ ତାର ସେଇଭଳିଆ ବିହେଭିୟର ଆଟିଚ୍ୟୁଡ ହବା ଦରକାର ଟୁୱାର୍ଡ ସୋସାଇଟି। ହାଉଏଭର in order to understand them better it's useful to classify values। ତ ୟାକୁ ବୁଝିବା ପାଇଁ ହେଲେ ଆମକୁ values କୁ କ୍ଲାସିଫାଇ କରିବା ପାଇଁ ପଡିବ। ଦେଖନ୍ତୁ 8 ପ୍ରକାର କ୍ଲାସିଫିକେସନ ଅଛି। ଯେମିତି ହେଲା ପର୍ସନାଲ ଭ୍ୟାଲ୍ୟୁଜ। ପ୍ରଥମ ଅଛି ପର୍ସନାଲ ଆଇଡେଣ୍ଟିଟି ନେଇକି ଯୋଉ ଭ୍ୟାଲ୍ୟୁଜ ଟା କ୍ରିଏଟ କରାଯାଉଛି ତାକୁ କୁହାଗଲା ପର୍ସନାଲ ଭ୍ୟାଲ୍ୟୁଜ ହେଲା। ଫ୍ୟାମିଲି ଭ୍ୟାଲ୍ୟୁଜ ଗୋଟେ ପର୍ସନାଲିଟି ରହିଲା, ଆଉ ଗୋଟେ ରହିଲା ଫ୍ୟାମିଲି। ଫ୍ୟାମିଲିରେ ବି ଗୋଟେ ଭ୍ୟାଲ୍ୟୁଜ ରହୁଛି, ତାକୁ ବି ନେଇ ଗୋଟେ କନସେପ୍ଟ ରହୁଛି, ତେଣୁ ଫ୍ୟାମିଲି ଭ୍ୟାଲ୍ୟୁଜ ଗୋଟେ ରହିଲା। सोशियल कल्चरल भैल्यू सोसाइटी ଏବଂ କଲଚରକୁ ନେଇକି ଯୋଉ ଭ୍ୟାଲ୍ୟୁଜ ଆସିଲା ସେଟାକୁ ନେଇକି ଗୋଟେ ଭ୍ୟାଲ୍ୟୁଜ ରହୁଛି ଜିନିଷ ମାନେ ୟୁଜଫୁଲ ଗୁଡ ଯୋଉଟା ଆମେ ଦେଖନ୍ତୁ ଆମେ ନିଜ ନିଜ ବିହେଭିୟର ନିଜ କଥା ପର୍ସନାଲ ଭ୍ୟାଲ୍ୟୁ ଗଲା, ଫ୍ୟାମିଲିର ଗୋଟେ ଅବଜେକ୍ଟିଭ ରହୁଛି ତାକୁ ନେଇ ଫ୍ୟାମିଲି ଗଲା, सोसाइटी कल्चर ତାକୁ ଗୋଟେ କନସେପ୍ଟ ତାକୁ ସୋସିଆଲ କଲଚରାଲ ଭ୍ୟାଲ୍ୟୁଜ କୁହାଗଲା। ମେଟେରିଆଲ ଭ୍ୟାଲ୍ୟୁଜ ମେଟେରିଆଲ ଭ୍ୟାଲ୍ୟୁଜ ହଉଛି କୋଉଟା ଯୋଉଟା କି ଆମେ ଜିନିଷ ପତ୍ର ଯୋଉ ଆମେ କିଣୁଛୁ ନା ଆମ ପାଖରେ ଯୋଉ ଫିଜିକାଲ ଜିନିଷ କିଛି ରହିଛି ମେଟେରିଆଲସ କିଛି ରହିଛି। ଯେମିତି ଆପଣଙ୍କୁ ମୁଁ ଲାପଟପ ପଢଉଛି ତ ମୋର ଲାପଟପ ମୋର ଭ୍ୟାଲ୍ୟୁଜ ମୋ ପାଇଁ ଅଛି, ନହେଲେ କାହିଁକି ମୁଁ ଲାପଟପ ୟୁଜ କରୁଛି କାହିଁକିନା ମୁଁ ଏଥିରେ କ୍ଲାସ ନେଇପାରୁଛି। ଆପଣ ମାନେ ମୋବାଇଲ ବା ଲାପଟପ ରେ ଆପଣ କ୍ଲାସ ଦେଖିବେ, ଆପଣ ମୋବାଇଲ ଲାପଟପ ରେ ୟୁଟ୍ୟୁବ ଚଲେଇକି ଦେଖୁଛନ୍ତି କ୍ଲାସେସକୁ, ତ ସେଟା ଆପଣଙ୍କର ମେଟେରିଆଲ ଭ୍ୟାଲ୍ୟୁଜ ରହୁଛି। ସବୁ ଜିନିଷର ମେଟେରିଆଲ ଭ୍ୟାଲ୍ୟୁଜ ରହିଛି। ସ୍ପିରିଚୁଆଲ ଭ୍ୟାଲ୍ୟୁଜ ଯାହା ହେଲେ ବି ସ୍ପିରିଚୁଆଲିଜିମ ଦରକାର, ମେଡିଟେସନ ହଉ ରିଲିଜିଅନ ହଉ ଏସବୁ ଜିନିଷ ହଉ ଶାନ୍ତି ବା ଏଥିକ୍ସ ଏସବୁ ଜିନିଷ ଗୁଡାକ ନିହାତି ଦରକାର। ମୋରାଲିଟି ଯୋଉଟା କୁହାଯାଏ ଆମେ ସ୍ପିରିଚୁଆଲିଜିମ ମାନେ ମୋରାଲିଟି ଆମେ ସେଥିରୁ ମୋରାଲିଟି ଶିଖୁ, ତା ଉପରେ ନିହାତି ଦରକାର। ତାପରେ ସ୍ପିରିଚୁଆଲ ଭ୍ୟାଲ୍ୟୁଜ ରିଲେଟେବଲ ଟୁ ଦା ମୋରାଲ ଭ୍ୟାଲ୍ୟୁଜ ହେଲା। ତ ମୋରାଲ ଭ୍ୟାଲ୍ୟୁଜ ଟା ରହିଲା ଓକେ। ତାପରେ ଆସିଲା ଡେମୋକ୍ରେଟିକ ଭ୍ୟାଲ୍ୟୁଜ ମେଟେରିଆଲ ଭ୍ୟାଲ୍ୟୁଜ ଟା ଡବଲ ଲେଖା ହେଇଛି ଡେମୋକ୍ରେଟିକ ଭ୍ୟାଲ୍ୟୁଜ। ଡେମୋକ୍ରେଟିକ ଭ୍ୟାଲ୍ୟୁଜ ମାନେ ଯୋଉଟା କି ସୋସାଇଟି ପଲିଟିକାଲି କନସେପ୍ଟକୁ ନେଇକି ଟିକେ କୁହାଯାଇଛି ତ ତାକୁ ନେଇକି ଯୋଉ ଭ୍ୟାଲ୍ୟୁଜ ଆସେ ତାକୁ ଡେମୋକ୍ରେଟିକ ଭ୍ୟାଲ୍ୟୁଜ ବୋଲି କୁହାଯାଏ। ତାପରେ ଆସିଲା ବେଦିକ ଭ୍ୟାଲ୍ୟୁଜ। ବେଦିକ ଭ୍ୟାଲ୍ୟୁଜ କନସେପ୍ଟ ଆସିଲା। ବେଦିକ ଭ୍ୟାଲ୍ୟୁଜ କନସେପ୍ଟ କଣ ନା ଏଇଠି ଲେଖା ହେଇଛି, ଆମେ ଏଟାକୁ ଦେଖିବା ଟିକେ ଡିଟେଲସ ରେ। ଏଠି ଲେଖା ହେଇଛି ଡିଟେଲସ ବେଦିକ ଭ୍ୟାଲ୍ୟୁଜ ବିଷୟରେ। ତ ବେଦିକ ଭ୍ୟାଲ୍ୟୁଜ ରେ ଦେଖିବା କଣ ଅଛି ଯେଠି ଦ ଡକ୍ଟ୍ରିନ୍ ଅଫ ଦ ଫୋର ତମର ପୁରୁଷାର୍ଥ ଯୋଉଟା କି ରହୁଛି ତମର କମ୍ପ୍ରେହେନ୍ସିଭ ଥିଓରୀ ଅଫ ହ୍ୟୁମାନ ଭ୍ୟାଲୁ। ତ 4ଟା ପୁରୁଷାର୍ଥରେ କଣ କଣ ଲେଖା ହେଇଛି ବେଦିକ ଭ୍ୟାଲ୍ୟୁଜ ରେ ଆମେ ଦେଖିବା। ଗୋଟେ ହଉଛି ଧର୍ମ, ଅର୍ଥ, କାମ, ମୋକ୍ଷ। ଏଟାକୁ ପ୍ରାୟତଃ ବହୁ ଜଣ ପିଲା ଶୁଣିଥିବେ ବିଭିନ୍ନ ପ୍ରବଚନ ବା ଇସୁ ମାଧ୍ୟମରେ। ତ ଗୋଟେ ହେଲା ଧର୍ମ। ଧର୍ମରେ କଣ ଅଛି ନା ମୋରାଲ ଭ୍ୟାଲ୍ୟୁଜ ସଚ ଏଜ ଦ ଡ୍ୟୁଟିଜ ଭର୍ଚ୍ୟୁଜ ଏସବୁ ଜିନିଷ ରହିଲା। ମୋରାଲ ଭ୍ୟାଲ୍ୟୁଜ ଡ୍ୟୁଟିଜ ଭର୍ଚ୍ୟୁଜ ଏସବୁ ଜିନିଷ ରହୁଛି। ଧର୍ମ କୋଉଟା ଠିକ ସଠିକ ଜିନିଷ କୋଉଟା। ଅର୍ଥ ୱେଲ୍ଥ ଆଣ୍ଡ ପଲିଟିକାଲ ଭ୍ୟାଲ୍ୟୁଜ ଆମ ପାଖରେ କଣ ଧନ ସମ୍ପତ୍ତି ଅଛି କଣ ନାହିଁ କଣ ନାହିଁ ଏଗୁଡିକ ସବୁ ଅଛି ଅର୍ଥରେ। କାମ ହ୍ୟାପିନେସ ଆଣ୍ଡ ଏସ୍ଥେଟିକ ଜୟ ଗୃହସ୍ଥ ଜୀବନ ଯୋଉଟା କୁହାଯାଏ ହ୍ୟାପିନେସ ଯୋଉଟା କି ଆମର ବିଭିନ୍ନ ନିଜର ଯୋଉ ପର୍ସନାଲ ଇନଷ୍ଟିଙ୍କ୍ଟ ବା ଇଚ୍ଛା ଥାଏ ତାକୁ ଫୁଲଫିଲ କରିବାକୁ କାମ ବୋଲି କୁହାଯାଇଥାଏ। ଏବଂ ମୋକ୍ଷ ଲିବରେସନ ଅର ସେଲ୍ଫ ରିଏଲାଇଜେସନ। ତ ଧର୍ମ ଅର୍ଥ କାମ ମୋକ୍ଷ ଇଏ ସବୁ ଗୁଡାକ ପୁରୁଷାର୍ଥ ମଣିଷ ଜୀବନ ଦେଖିବାକୁ ମିଳିଥାଏ। ମୋକ୍ଷ ହଉଛି ଲିବରେସନ ମାନେ ମୁକ୍ତି ଯୋଉଟା କୁହାଯାଏ। ନିଜ ସେଲ୍ଫ ରିଏଲାଇଜ ଯେତେବେଳେ କରିବା ଯେ ଏସବୁ ଜିନିଷ ଠିକ ନୁହେଁ ବା ଏସବୁ ଜିନିଷଟା ଆମେ ଯେତେବେଳେ ବାହାରେ ଯିବା ଯାହାକୁ ନିର୍ବାଣ ବୋଲି କୁହାଯାଏ ମୁକ୍ତି ବୋଲି କୁହାଯାଏ ତାକୁ ହିଁ ମୋକ୍ଷ ବୋଲି କୁହାଯାଏ। ତ ମୋକ୍ଷ ଯୋଉଟା ତ ଧର୍ମ ସମସ୍ତଙ୍କ ଜୀବନରେ ରହିଛି, ଅର୍ଥ ସମସ୍ତ ପାଖରେ ଅଛି, କାମ ସମସ୍ତ ପାଖରେ ଅଛି, ମୋକ୍ଷ ସମସ୍ତ ପାଖରେ ଅଛି। ହେଇପାରେ ଇଏ ସମସ୍ତଙ୍କ ଇଣ୍ଡିଭିଜୁଆଲ ଟୁ ଇଣ୍ଡିଭିଜୁଆଲ ଅଲଗା ହେଇପାରେ। କାହା ପାଇଁ ଧର୍ମ କୋଉଟା, କାହା ପାଇଁ ଅର୍ଥ କୋଉଟା, କାହା ପାଇଁ କାମ କୋଉଟା, କାହା ପାଇଁ ମୋକ୍ଷ କୋଉଟା, କିନ୍ତୁ ଅଛି ତ ସମସ୍ତଙ୍କର। ସମସ୍ତଙ୍କ ପାଇଁ ତରିକା ଅଲଗା ଅଲଗା ହେଇପାରେ ବଟ୍ ଅଛି ସମସ୍ତ। ତାପରେ ଆସିଲା ହ୍ୟୁମାନ ଭ୍ୟାଲ୍ୟୁଜ। ହ୍ୟୁମାନ ନିଡ୍ସ ଏଟଲିଷ୍ଟ 4 ବେସିକ ଭର୍ଚ୍ୟୁଜ। 4ଟା ତ ହ୍ୟୁମାନ ଭ୍ୟାଲ୍ୟୁଜକୁ ନେଇକି 4ଟା କାଟାଗୋରୀ କରାଗଲା। 4ଟା ତ ନିହାତି ଭାବରେ ତାର ଦରକାର ଥାଏ, ନହେଲେ ହବ ନାହିଁ। ଯେମିତି ଫର ଏକ୍ସାମ୍ପଲ ସେନ୍ସ ଅଫ ଗ୍ରାଟିଚ୍ୟୁଡ। ସେନ୍ସ ଅଫ ଗ୍ରାଟିଚ୍ୟୁଡ ହଉଛି ହେଲା modesty of or humility, self respect and personal dignity and sense of identity ବା self awareness ହେଲା। ତ ଏଇଟା ତମର କଣ ତମର ସେନ୍ସ ଅଫ ଗ୍ରାଟିଚ୍ୟୁଡ ହେଲା। ତ କୃତଜ୍ଞତା ଯୋଉଟା କୁହାଗଲା ଯଦି ଆମେ ଗ୍ରାଟିଚ୍ୟୁଡ ଦବା ବହୁତ ଲୋକ ଆମର ବହୁତ ସେବା କରନ୍ତି, ବହୁତ ସାହାଯ୍ୟ କରନ୍ତି, ଆମେ ବହୁତ ଲୋକଙ୍କ ପାଖରୁ ବେନିଫିଟ ପାଉ, ନିଜର ଲାଭବାନ ହଉ, ଜୀବନଟା ଇଜି ହେଇଯାଏ, ତାକୁ ଆମେ ଗ୍ରାଟିଚ୍ୟୁଡ ଦେବାର ଆବଶ୍ୟକତା ଅଛି। ତ ପ୍ରତ୍ୟେକ ଲୋକ ରେସପେକ୍ଟ ତାଙ୍କୁ ସମ୍ମାନ ଏସବୁ ଜିନିଷ ଆବଶ୍ୟକତା ଅଛି, କୃତଜ୍ଞତା ଜଣେଇବା। ତାପରେ ଆସିଲା ହ୍ୟୁମିଲିଟି ନମ୍ରତା। ଆମେ ଯେତେବେଳେ ନମ୍ରପଣ ଭାବ ରହିବା ଦରକାର, ଉଦ୍ଧତ ଆମେ କରିବାର କୌଣସି ଆବଶ୍ୟକତା ନାହିଁ। ମଡେଷ୍ଟି ଅର ହ୍ୟୁମିଲିଟି ଆମେ ମାନବିକତା ରହିବା ଦରକାର, ନମ୍ରତା ରହିବା ଦରକାର, ଯୋଉଟା କି ଭଦ୍ରାମୀ
ଦୃଷ୍ଟିରୁ ଯୋଉଟା କୁହାଯାଏ ଠିକ ସେଟାକୁ ଆମର ରହିବା ଦରକାର ନିହାତି ଭାବରେ। ସେଲ୍ଫ ରେସ୍ପେକ୍ଟ ବା ପର୍ସନାଲ ଡିଗ୍ନିଟି ହେଲା, ତେଜସ୍ୱତା ଅର୍ଥାତ୍ ନିଜର ରେସ୍ପେକ୍ଟ ମାନେ ନିଜର ସେଲ୍ଫ ରେସ୍ପେକ୍ଟ, ନିଜର ପର୍ସନାଲିଟି, ନିଜର ଡିଗ୍ନିଟି ନିଜ ପାଖରେ ଅଛି। ଆମେ କେମିତି ନିଜର ପର୍ସନାଲିଟିକୁ ରଖିବା, କେମିତି ନିଜେ ସମ୍ମାନ ପାଇବା, ସେଟା ଆମ ଉପରେ ନିର୍ଭର କରେ। ତ ଏଟା ବି ସବୁ ମଣିଷଙ୍କର ରହିଛି। ଏବଂ ତାକୁ ରିଲେଟେବୁଲ ଆସିଲେ କଣ ନା ସେଲ୍ଫ ସେନ୍ସ ଅଫ ଆଇଡେଣ୍ଟିଟି, ସେଲ୍ଫ ଆୱାରନେସ, ସେନ୍ସ ଅଫ ଆଇଡେଣ୍ଟିଟି ଏଣ୍ଡ ସେଲ୍ଫ ଆୱାରନେସ ଯୋଉଟା ରହୁଛି। ତ ସେନ୍ସ ଅଫ ଆଇଡେଣ୍ଟିଟି କୋଉଟା, ସେଲ୍ଫ ନିଜେ ଆୱାର ହବା ନିଜେ କଣ କରୁଛି, ଅସୁବିଧା ଯୋଉଟା କୁହାଯାଏ। ଆଣ୍ଡ କ୍ୟାନ ଡୁ ଆଟିଚ୍ୟୁଡ ମାନେ ଆମେ କରିପାରିବା, ଆମେ ନିଜ ପାଇଁ ନିଜ ଆଇଡେଣ୍ଟି ବନେଇ ପାରିବା, ନିଜର ଆୱାରନେସ ରହିବା, କୋଉଟା ଠିକ କୋଉଟା ଭୁଲ ନିଜେ ଜାଣିପାରିବା, ବୁଝିପାରିବା, ଏଇ ଜିନିଷଟାକୁ କୁହାଯାଉଛି ସେନ୍ସ ଅଫ ଆଇଡେଣ୍ଟିଟି ଆଣ୍ଡ ସେଲ୍ଫ ଆୱାରନେସ। According to the Gandhiji, the following are the necessary of human values। ତ ଗାନ୍ଧିଜୀଙ୍କ ଦ୍ଵାରା ଗାନ୍ଧିଜୀଙ୍କ ପାଇଁ ଏସବୁ ଜିନିଷ ଗୁଡାକ ରହୁଛି ନିହାତି ଗୋଟେ ମଣିଷ ପାଇଁ ଏସବୁ ଆବଶ୍ୟକତା ଅଛି। କଣ କଣ? ଡିଗ୍ନିଟି ଅଫ ମାନୁଆଲ ଲେବର, ଯୋଉମାନେ କାମ କରନ୍ତି ନା ଆମ ଘର ପାଖାପାଖି ଯୋଉମାନେ କାମ କରନ୍ତି, ମାନୁଆଲ ୱାର୍କର ଅଛନ୍ତି, ତାଙ୍କୁ ସମ୍ମାନ ଜଣେଇବା, ରେସ୍ପେକ୍ଟ ଦବା, ଇଏ ନିହାତି ଭାବରେ ଆବଶ୍ୟକତା ରହିଛି। ଏ ସେନ୍ସ ଅଫ ସୋସିଆଲ ଆୱାରନେସ ଆଣ୍ଡ ରେସ୍ପନ୍ସିବିଲିଟି, ଆମ ଭିତରେ ସୋସିଆଲ ଆୱାରନେସ ରହିବା ଦରକାର, ରେସ୍ପନ୍ସିବିଲିଟି ରହିବା ଦରକାର, ସୋସାଇଟି ପ୍ରତି ଆମର କର୍ତ୍ତବ୍ୟ, ଦାୟିତ୍ୱବୋଧ, ଏସବୁ ଜିନିଷ ନିହାତି ରହିବା ଦରକାର। ରେସ୍ପେକ୍ଟ ଫର ଅଦର ରିଲିଜନ, ଯେକୌଣସି ରିଲିଜନ ବା ଯେକୌଣସି ଅଲଗା ବିଲିଫ ସିଷ୍ଟମ ରହିଛି ତାକୁ ଆମେ ସମସ୍ତେ ସମ୍ମାନ ଜଣାଇବାର ଆବଶ୍ୟକତା ରହିଛି। ଫିୟରଲେସନେସ, ଦେଖ ଏପଟେ ଆମେ ସେଲ୍ଫ ଆୱାର ରହିବା, ସମ୍ମାନ ଜଣେଇବା, ଏପଟେ ନିର୍ଭୀକ। ନିର୍ଭୀକ ଆଉ ଉଦ୍ଦମତା ଭିତରେ ଅନେକ ଫରକ ଅଛି। ନିର୍ଭୀକ ରହିବା ଅର୍ଥାତ୍ ସତ କହିବାକୁ ଲୁଚେଇବା ନାହିଁ, ସତ କହିବାକୁ ଡରିବା ନାହିଁ, ଯୋଉଟା ଠିକ ସେଟା କହିବା, ଅନ୍ୟାୟକୁ ବିରୋଧ କରିବା, ଏହା ହେଲା ଫିୟରଲେସନେସ। ଉଦ୍ଦମତାକୁ କୁହାଯାଏ ନାହିଁ ବା ଉଗ୍ରତାକୁ କୁହାଯାଏ ନାହିଁ। ଏବଂ ଫିୟରଲେସ୍ ମାନେ ନନ୍ ଭାয়োଲେନ୍ସ, ନିର୍ଭୀକ ଉପରେ ଛିଡା ହେବା, କାହାକୁ ଅନ୍ୟାୟ କରିବା ନାହିଁ, ଅନ୍ୟାୟକୁ ବିରୋଧ କରିବା ଏବଂ ଅହିଂସା ଉପାୟରେ କରିବା। ହିଂସା ଆପଣେଇବା ନାହିଁ, ହିଂସା ହଉଛି ଉଗ୍ରତା। ସେଠି ହେଇଗଲେ ତମର କଣ ହେଇଯିବ, ସେଠି ଆଉ ଟଲରେନ୍ସ କିଛି ରହିବନି। ନନ୍ ଭାয়োଲେନ୍ସ ରହିବ, ଫିୟରଲେସନେସ ରହିବ, ନିର୍ଭୀକତା ରହିବ, ଅହିଂସା ଆଚରଣ କରିବା, ଅନ୍ୟକୁ ସମ୍ମାନ ଜଣେଇବା, ଅନ୍ୟକୁ ରେସ୍ପନ୍ସିବୁଲ କରାଇବା, ନିଜେ ଆୱାରନେସ୍ ହବା, ଏଇସବୁ ଜିନିଷ ଗୁଡାକ ନିହାତି ଲୋକ ଭିତରେ ରହିବାର ଆବଶ୍ୟକତା ଅଛି ବୋଲି ଗାନ୍ଧିଜୀ କହିଥିଲେ। ଓକେ, ତାପରେ ଦେଖିବା ଭ୍ୟାଲ୍ୟୁଜ କ୍ରାଇସିସ ଇନ ଏଜୁକେସନ। ତ ଇଏ ଥିଲା ଟପିକ, ତାପରେ ଆମେ ଟିକେ ଡିସ୍କସନ କରିବା ଆଗକୁ। ଦେନ୍ ଦେଖିବା ଭ୍ୟାଲ୍ୟୁଜ କ୍ରାଇସିସ ଇନ ଏଜୁକେସନ, କଣ ଏଜୁକେସନରେ ଭ୍ୟାଲ୍ୟୁଜ କ୍ରାଇସିସ ହଉଛି ଆମେ ଟିକେ ଆଲୋଚନା କରିବା। ଅହିଂସା ୱାଜ ଦ ମୋଟୋ ଅଫ ଏନସିଏଣ୍ଟ ଇଣ୍ଡିଆ, ଆମର ଏନସିଏଣ୍ଟ ଇଣ୍ଡିଆର ମୋଟୋ ରହୁଥିଲା, ସିଦ୍ଧାନ୍ତ ରହୁଥିଲା ଅହିଂସା। The religious originated in India like Hinduism, Buddhism, Jainism, Sikhism have been pursuing values since centuries। ଆମ ଦେଶରେ ବା ଏଇ ମାଟିରେ ଏଇ ସବୁ ଧର୍ମ ଗୁଡିକ ଆଗରୁ ଏଷ୍ଟାବ୍ଲିଶ ହେଇସାରିଛି। Our country is known for values and the value based practices in all walks of our lives। ତ ଆମର ଦେଶରେ ବା ଏଇ ମାଟିରେ ଭ୍ୟାଲ୍ୟୁଜ ଏଇ ସବୁ ଜିନିଷ ଉପରେ ବେସ୍ କରୁଛି, ବିଭିନ୍ନ ପ୍ରାକ୍ଟିସେସ୍ ଗୁଡିକ ଉପରେ, ଏବଂ ଏଟା କଣ୍ଟିନ୍ୟୁ କରି ଆସିଛି। ପ୍ରାକ୍ଟିସ ଅଫ ଧର୍ମ ୱାଜ ଇନସିଷ୍ଟେଡ ହେଲା, ତ ଧର୍ମର ପ୍ରାକ୍ଟିସ ବା ଠିକ ଜିନିଷର ପ୍ରାକ୍ଟିସଟା ଆମ ଦ୍ୱାରା ଆମ ଦେଶରେ ହେଇ ଆସେ, ମାଟିରେ ହେଇ ଆସେ। Our people have sacrificed everything, even the life to stick on the values। ଆମର ସିଦ୍ଧାନ୍ତକୁ, ଆମର ଧର୍ମକୁ ଏଷ୍ଟାବ୍ଲିଶ କରିବା ପାଇଁ, ରଖିବା ପାଇଁ ଆମେ ଚେଞ୍ଜ କରୁନା। ଇଭେନ ଆମେ ଆମ ଲାଇଫକୁ ବି ସାକ୍ରିଫାଇସ୍ କରିଛନ୍ତି, ଅନେକ ଲୋକମାନେ ଲାଇଫକୁ ସାକ୍ରିଫାଇସ୍ କରିଛନ୍ତି, କିନ୍ତୁ ନିଜ ସିଦ୍ଧାନ୍ତକୁ କେବେ ବି ପରିବର୍ତ୍ତନ କରି ନାହାନ୍ତି, ଯୋଉ ବି ପ୍ରିନ୍ସିପଲ ରହିଥିଲା। ତ ଭ୍ୟାଲ୍ୟୁଜ ବହୁତ ରହିଛି। ତ କିନ୍ତୁ ଦେଖିବା ଭ୍ୟାଲ୍ୟୁଜ କ୍ରାଇସିସ ଇନ ଦ ଫ୍ୟାମିଲି, ବିଭିନ୍ନ ଜାଗାରେ ଭ୍ୟାଲ୍ୟୁ କ୍ରାଇସିସ କଣ ଅଛି ଆମେ ଟିକେ ଆଲୋଚନା କରିବା। Family is regarded as ancient universal social institution right from our civilization। family ବହୁତ ପୁରୁଣା concept, ପୁରୁଣା organization, ବହୁତ ପୁରୁଣା। Even in family there are some values to be followed। ଏବଂ ଏ family ଭିତରେ ବି ଅନେକ values କୁ follow କରିବା ପାଇଁ କୁହାଯାଇଥାଏ। Our family system is very strong। The patriarchal system was prevalent in our country। ପୈତୃକ ଯୋଉଟା ରହିଥାଏ, ମାନେ ପିତୃପ୍ରଧାନ ସମାଜ ରହିଛି ଆମ ଦେଶରେ। So they are stray wages existing the matriarchal system। matriarchal भी system କିଛି କିଛି ଜାଗାରେ ଦେଖିବାକୁ ମିଳିଥାଏ। Previously at least 2 or 3 generations lived together under one roof। ପୂର୍ବରୁ ମାନେ ତିନିଟା ପାଖାପାଖି ଜେନେରେସନ ଗୋଟେ ଛାତ ତଳେ ରହୁଥିଲେ। ଜଏଣ୍ଟ ଫ୍ୟାମିଲି ସିଷ୍ଟମ। The values like care, kindness, sympathy, adjustment, sharing, love, affection, control, obedience, health, etc. ଏଇ ସବୁ ଗୁଡିକ ପ୍ରିନ୍ସିପଲ ଗୁଡାକ ଜଏଣ୍ଟ ଫ୍ୟାମିଲି ଦେଖିବାକୁ ମିଳେ। ଆମେ ଜାଣିଥିବେ ଯୋଉମାନଙ୍କର ଜଏଣ୍ଟ ଫ୍ୟାମିଲି, ଏବେ ତ
ପୋଲାରାଇଜେସନ ହେଇଗଲାଣି ଫ୍ୟାମିଲି, ଛୋଟ ଛୋଟ ଫ୍ୟାମିଲି, ପୁରା ଫ୍ରାଗମେଣ୍ଟେଡ ଫ୍ୟାମିଲି ହେଇଗଲାଣି। କିନ୍ତୁ ଆଗରୁ ପୁରା ଜଏଣ୍ଟ ଫ୍ୟାମିଲି ଥିଲା, ସେଥିରେ ଆମେ କେୟାର, ପରସ୍ପର କେୟାର, କାଇଣ୍ଡନେସ, ସିମ୍ପାଥି, ଆଡଜଷ୍ଟମେଣ୍ଟ, ଏଇଟା ଗୋଟେ ବହୁତ ବଡ ଜିନିଷ। ଏଇ ଜିନିଷଟା ପାଇଁ ଆଜିକା ଡେଟରେ ମାନେ ଜଏଣ୍ଟ ଫ୍ୟାମିଲି ରହିପାରୁନି। ଆଡଜଷ୍ଟମେଣ୍ଟ ନାହିଁ, ଆଡଜଷ୍ଟମେଣ୍ଟ ନାହିଁ, ସେୟାରିଂ ନାହିଁ, ଲଭ ଆଫେକ୍ସନ, କଣ୍ଟ୍ରୋଲ, ଅବିଡିଏନ୍ସ ତ ନାହିଁ। ସେଥିପାଇଁ କେହି କାହାକୁ ମାନୁନାହାନ୍ତି, ସେଥିପାଇଁ ଅଲଗା ଅଲଗା ହେଇଯାଉଛନ୍ତି, ବଡ ସାନ କିଛି ଖବର ଖାତିର ନାହିଁ, ସମସ୍ତେ ନିଜ ନିଜ ସ୍ୱାର୍ଥରେ ରହିଲେ। ସେଥିପାଇଁ ଜଏଣ୍ଟ ଫ୍ୟାମିଲି କ୍ୟାନଟ ବି ପସିବଲ। ତ ଏଇଭଳିଆ ଭ୍ୟାଲ୍ୟୁ କ୍ରାଇସିସ ଟା ଦେଖାଯାଉଛି ବର୍ତ୍ତମାନ ଫ୍ୟାମିଲି ଭିତରେ, ଯାହା ଫଳରେ କି ଜଏଣ୍ଟ ଫ୍ୟାମିଲି ଯୋଉଟା ଆଗରୁ ରହିପାରୁଥିଲେ, ସବୁ ଦାୟିତ୍ୱ ନେଇକି କରିପାରୁଥିଲେ, ଏବେ କିନ୍ତୁ ରହିପାରୁନାହାନ୍ତି। କାହିଁକି ନା ସବୁବେଳେ ହିସାବ ବେଶୀ ଆସୁଛି ଏବଂ ସମସ୍ତେ ଠକିବାରେ ବ୍ୟସ୍ତ। ଭ୍ୟାଲ୍ୟୁଜ କ୍ରାଇସିସ ସୋସାଇଟି, ସୋସାଇଟିରେ ଭ୍ୟାଲ୍ୟୁ କ୍ରାଇସିସ କେମିତି ହୁଏ ଦେଖିବା। The society where all the people of that society give importance to values, ତ ସୋସାଇଟିରେ ସବୁ ଲୋକମାନେ values କୁ ବହୁତ ହି ଇମ୍ପୋର୍ଟାନ୍ସ ଦଉଥିଲେ। That can be considered as value based society, ଯୋଉ ସୋସାଇଟି ଅଧିକ ଇମ୍ପୋର୍ଟାନ୍ସ ଦିଏ values ଉପରେ, ତ ତାକୁ ଆମେ value based society ବୋଲି କହିଥାଉ। Our tradition has regarded the entire human society as one family। ଆମର ଯୋଉ କନସେପ୍ଟ ରହୁଛି, ମାନେ ଆମର ଯୋଉ ସୋସାଇଟି ରହୁଛି, ତ ଇଏ ପୁରା ପୁରା ଗୋଟେ ସୋସାଇଟି ଗୋଟେ ଫ୍ୟାମିଲି ଭଳିଆ ଦେଖେ, ହେଲା, ପରିବାର ଭଳିଆ ଦେଖେ, ଯେମିତି ଆମର କୁହାଯାଏ ବସୁନ୍ଧରା କୁଟୁମ୍ବକମ୍ କନସେପ୍ଟ, ସେଇଭଳିଆ। It has become an unbelievable fact that people dedicated themselves for the welfare of the society or well-being of the people। ତ ଲୋକମାନେ ଡେଡିକେଟ କରିଦିଅନ୍ତି ନିଜର ସ୍ୱାର୍ଥକୁ, ନିଜକୁ ପୁରାପୁରି ଭାବରେ ସମାଜର ମଙ୍ଗଳ କାମନା କରିବା ପାଇଁ। ଓକେ, ତେଣୁ ନିଜ ସ୍ୱାର୍ଥକୁ ପର କରିକି ସେମାନେ ସମାଜ ପାଇଁ କାମ କରିବା ପାଇଁ ବ୍ୟବସ୍ଥା ରହିଥାଏ। ବହୁତ ଲୋକ ନିଃସ୍ୱାର୍ଥପର ଭାବରେ ଲୋକଙ୍କର ସେବା କରିଥାନ୍ତି। ତାପରେ ଦେଖିବା ଭ୍ୟାଲ୍ୟୁଜ କ୍ରାଇସିସ ଇନ ପଲିଟିକ୍ସ। କିନ୍ତୁ ଏବେକା ଡେଟରେ କଣ ସୋସାଇଟି ସେ ଅଛି କି? ଏବେ ତ ସମସ୍ତେ ସ୍ୱାର୍ଥପର ହେଇଗଲେଣି, କେହି କାହାର ନୁହନ୍ତି, ସମସ୍ତେ ନିଜର ଚିନ୍ତା କରୁଛନ୍ତି, ସୋସାଇଟି କଥା ଚିନ୍ତା କରୁନାହାନ୍ତି, ଫ୍ୟାମିଲି ମେମ୍ବର କଥା ଚିନ୍ତା କରୁନାହାନ୍ତି, ସୋସାଇଟି କଥା କଣ ଚିନ୍ତା କରିବେ। ତାପରେ ଆସିଲା ଭ୍ୟାଲ୍ୟୁଜ କ୍ରାଇସିସ ଇନ ପଲିଟିକ୍ସ। ପ୍ରିଭିୟସଲି ପିପୁଲ ଏଣ୍ଟର୍ଡ ଇନଟୁ ଦ ଫିଲ୍ଡ ଅଫ ପଲିଟିକ୍ସ ଟୁ ସର୍ଭ ଦ ପିପୁଲ। ଆଗରୁ ଲୋକମାନେ ପଲିଟିକ୍ସ କୁ ଆସୁଥିଲେ କାହିଁକି ନା ଲୋକଙ୍କର ସେବା କରିବା ପାଇଁ। They spend their property and strength for the well-being of the society। ନିଜର ଟଙ୍କା, ଅର୍ଥ, ନିଜର ଜୀବନ, ସମୟ ସବୁ କିଛି ସେମାନେ ସାକ୍ରିଫାଇସ କରୁଥିଲେ ସୋସାଇଟିର ଭଲ କରିବା ପାଇଁ। All that was the past। In the present politics, it is very difficult to trace out even a single leader untouched by immorality or a crime or injustice। ତ ଏବେ ବହୁତ ହି ମାନେ ରେୟାରେଷ୍ଟ କେସେସ୍ ହେଇଗଲାଣି କି ଆମେ ଗୋଟେ ଏମିତି ପଲିଟିକାଲ ଲିଡରକୁ ବାହାର କରିବା ଯୋଉଥିରେ କି ଇମୋରାଲିଟି ନଥିବ, କ୍ରାଇମ ନଥିବ, ଇନଜଷ୍ଟିସ ନଥିବ। ବହୁତ ହି ମାନେ ରେୟାରେଷ୍ଟ କନସେପ୍ଟ। ଇଟ ଇଜ କ୍ୱାଇଟ ଇମ୍ପସିବଲ ଟୁ ଫାଇଣ୍ଡ, ଇଟ ଇଜ ଭେରି ହାର୍ଡ ଟୁ ଫାଇଣ୍ଡ ଆଉଟ। ଆଗରୁ କିନ୍ତୁ ଥିଲା ପଲିଟିକ୍ସ ଗୋଟେ ସେବା, ଏବେ କିନ୍ତୁ ପଲିଟିକ୍ସ ହଉଛି ଗୋଟେ ବେଉସା ବା ବୃତ୍ତି ହେଇଗଲା। ଯୋଉମାନେ ଟଙ୍କା ଇନକମ କରିବା ପାଇଁ ଚାହୁଁଛନ୍ତି, ପାୱାର ଚାହୁଁଛନ୍ତି, ସେଇମାନେ ହିଁ ପଲିଟିକ୍ସକୁ ଆସୁଛନ୍ତି। ସେବା କରିବା ମନୋବୃତ୍ତି ନଥିଲା। ଆଗରୁ ଯୋଉମାନଙ୍କ ପାଖରେ ପଇସା ଥିଲା ସେମାନେ କହିଲେ ଚାଲ ପଲିଟିକ୍ସ ରାଜନୀତି କରିବା, ମୋ ପାଖରେ ଅର୍ଥ ବହୁତ ଅଛି, ଅନ୍ୟମାନଙ୍କର ନାହିଁ, ତ ମୁଁ ସେଟାକ ଦେଇକି ତାଙ୍କୁ ସବୁ ସାହାଯ୍ୟ କରିବି। ଏବେ ମୋ ପାଖରେ ଏତିକି ଅଛି, ଆଉ କେମିତି ବଢିପାରିବ, ତ ଚାଲ ଆମେ ଲୁଟିବା, ସେଥିପାଇଁ ପଲିଟିକ୍ସକୁ ଆସୁଛୁ। ତାପରେ ଆସିଲା ଭ୍ୟାଲ୍ୟୁ କ୍ରାଇସିସ ଇନ ଏଥିକ୍ସ। ଏଥିକ୍ସ ରେ ଭ୍ୟାଲ୍ୟୁ କ୍ରାଇସିସ ଟା କଣ? There is a saying that the person who sticks on the ethical principles, ହେଲା, କୁହାଯାଏ କଣ ନା ଯିଏ ପୁରା ନିଜର ଏଥିକାଲ ନୈତିକତାକୁ, ପ୍ରିନ୍ସିପଲ ନୈତିକ ମୂଲ୍ୟବୋଧକୁ ପୁରା ରଖିଥାଏ, ମାନେ ପୁରା ନେଇକି ରହିଥାଏ, ପୁରା ନୈତିକ ମୂଲ୍ୟବୋଧ ହିଁ ତାର ମୂଳ ମନ୍ତ୍ର ଜୀବନ ଥାଏ। There won't be any defeat for that person at a point of time। ତାର ପରାଜୟ କେବେ ହୁଏନି। ଯେ ସବୁବେଳେ ନୈତିକତା ମୂଲ୍ୟବୋଧ ନେଇକି ଚାଲେ ବା ତାର କେବଳ ନୈତିକତା ହରେଇବ, ସେ ତାକୁ ହରେଇବା ବହୁତ କଷ୍ଟ, ତାକୁ ହରେଇ ହିଁ ହବନି, ସେ କେବେ ହାରିବନି। ବଟ୍ ଦ ସେନ୍ସ ଇଜ entirely different now। ବର୍ତ୍ତମାନ କିନ୍ତୁ ଚେଞ୍ଜ ହେଇଗଲା। The person who stands for morals cannot survive in any position of social life। ବର୍ତ୍ତମାନ ଯିଏ ମୋରାଲିଟି, ଆଗରୁ କୁହା ହଉଥିଲା ଯେ ନୈତିକତାର ଯିଏ ଚାଲିବ, ନୀତି ଆଦର୍ଶ ଚାଲିବ, ତାକୁ କେହି ହରେଇ ପାରିବେନି। ଏବେ ନୀତିରେ ଯିଏ ଚାଲୁଛି ସିଏ କରିପାରୁନି। ମୁଁ ଦେଖିଛି ଅନେକ ଜାଗାରେ ସରକାରୀ ସ୍ତରରେ ବି ବହୁତ ଲୋକ ମାନେ ଭଲ କାମ କରିବା ପାଇଁ ଯାଆନ୍ତି, ସେମାନେ ଅନ୍ୟାୟ କରିବେନି, ଦୁର୍ନୀତି କରିବେନି, ଟଙ୍କା ଖାଇବେନି, ଲାଞ୍ଚ ନେବେନି, ଲୋକଙ୍କ ପ୍ରତି ଅତ୍ୟାଚାର କରିବେ ନାହିଁ, ଏହା ଭାବିକି ଯାଆନ୍ତି। ଚାକିରି ବି କରନ୍ତି, ଚେଷ୍ଟା କରିବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ସମସ୍ତେ ତ କରପ୍ଟେଡ ଲୋକ, ସେ ଚାହିଁ କରିପାରନ୍ତିନି। ଯାହା ଫଳରେ କଣ ହୁଏ, ସେ ଉପର ଅଫିସର ରାଗର ଶିକାର ହୁଏ, ତାକୁ ଟ୍ରାନ୍ସଫର ହୁଏ, ସେ ଯାଇକି ଗୋଟେ ବହୁତ ଛୋଟିଆ ମୋଟିଆ ଜାଗାରେ ପଡିବ, ତା ଉପରେ କେସ୍ ହେଇଯାଇପାରେ, ତାକୁ ମିଛ କେସରେ ଫସାନ୍ତି ଲୋକ। ଆପଣ ଫିଲ୍ମ ଦେଖିଥିବେ, ନୈତିକତା ନ୍ୟାୟରେ ଯିଏ କାମ କରେ
ତାକୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଲାଇଫ ରେ କିଛି ଜିନିଷ ମିଳେ ନାହିଁ। ସେ ସେମିତି ସାଇଡ ହେଇ ରହିଥିଲା, କେହି ପଚାରନ୍ତି ନାହିଁ। ଏବେ ତ ଟଙ୍କା ତ ସବୁଠୁ ଇମ୍ପୋର୍ଟାଣ୍ଟ ଆଉ। ଦିସ୍ ଇଜ ଦ ପ୍ରେଜେଣ୍ଟ ମୋଟୋ ଅଫ ଦ ଲାଇଫ। ତେଣୁ ଯିଏ ବି ନୈତିକତାରେ ଚାଲିବ ସେ ତା ଲାଇଫରେ କିଛି କରିପାରିବ ନାହିଁ ବୋଲି ଆଜିକା ଡେଟରେ ମୋଟୋ ହେଇଗଲା। ଲୋକମାନେ ବି ଏବେ ବାଧ୍ୟ ହେଇକି ଯୋଉମାନେ ବି ଯାଉଛନ୍ତି ଜବ୍ କୁ ବା ଯୋଉମାନେ ଚାକିରି କରୁଛନ୍ତି, କହୁଛନ୍ତି ଯେ ଆମେ କରିବା ବୋଲି, ସିଏ ବି ଲାଷ୍ଟରେ ନିଜର ଏଥିକ୍ସ ସହିତ, ନିଜ ଏଥିକାଲ ଭ୍ୟାଲୁ ସହିତ କମ୍ପ୍ରମାଇଜ କରିକି ରହୁଛନ୍ତି। କାହିଁକିନା ହେଇପାରିବନି, ସମ୍ଭବପର ନୁହେଁ। କାହିଁକିନା ତମେ ଜଣେ ଦି ଜଣ ରହିଲେ ପରେ ସିଷ୍ଟମ ଚେଞ୍ଜ କରିପାରିବନି। ସିଷ୍ଟମ ବସିଥିବା ସବୁ ଲୋକମାନେ ସେଇଭଳିଆ ଅବସ୍ଥା ମ୍ୟାକ୍ସିମମ୍। ମୁଁ ସମସ୍ତଙ୍କୁ କହୁନି, ବଟ୍ ମ୍ୟାକ୍ସିମମ୍ କଥାରେ କହୁଛି। ସିମିଲାରଲି ଭ୍ୟାଲ୍ୟୁଜ କ୍ରାଇସିସ ଇନ ଏଜୁକେସନ ବି ଦେଖାଯାଉଛି। ଯେମିତି the education is nothing but shaping the individuals in the righteous manner, but the system of education is slowly moving into the hands of the private people। ଧୀରେ ଧୀରେ ଶିକ୍ଷା ବି ଗୋଟେ ବ୍ୟବସାୟ ହେଇଗଲା। କେବଳ ପଇସା ପାଇଁ ଲୋକଙ୍କୁ ଶିକ୍ଷା ବ୍ୟବସାୟ କରାହଉଛି। ଆଜି ବଡ ବଡ କଲେଜ, ବଡ ବଡ ସ୍କୁଲ ଦେଖିଥିବେ ଆପଣ, ପୁରା ହାଇ ଲେଭୁଲ ସ୍କୁଲ କଲେଜ କରାଯାଉଛି, ପ୍ରାଇଭେଟ ଇନଷ୍ଟିଟ୍ୟୁଟ ଗୁଡାକ ରହୁଛି, ଖାଲି ପଇସା ଲୋକଙ୍କୁ ଲୁଟିବା ପାଇଁ। ଯେତିକି ଦରକାର ତାରୁ ହ୍ୟୁଜ ଆମାଉଣ୍ଟ ଟଙ୍କା ସେମାନେ ନଉଛନ୍ତି। ଇଟ୍ ଇଜ ବିଙ୍ଗ କମର୍ସିଆଲାଇଜଡ। ବର୍ତ୍ତମାନ ଏଟା ବ୍ୟବସାୟୀକରଣ ହେଇଗଲା। ଶିକ୍ଷା ବର୍ତ୍ତମାନ ବ୍ୟବସାୟୀକରଣ ହେଇଗଲା। ମନା ନାହିଁ, ପଇସା ସମସ୍ତଙ୍କ ଦରକାର। ଆମେ ଆପଣ ମାନଙ୍କୁ ପଢଉଛୁ, ଆମର ବି ପଇସା ଦରକାର, ନହେଲେ ଆମେ କେମିତି ଚଳିବୁ। କିନ୍ତୁ ଆମେ ଯଦି ଆପଣଙ୍କର ଯଦି ଖର୍ଚ୍ଚ ହଉଛି 5,000, ଆମେ ଆପଣଙ୍କର ନଉ ଆପଣଙ୍କ ପାଖରୁ ଆମେ ନବୁ 5,000 ଟଙ୍କା ବା 7,000 ଟଙ୍କା ନବୁ। ବଟ ଆପଣଙ୍କର ଖର୍ଚ୍ଚ ହଉଛି 5,000, ଆପଣ ପଛରେ ଆପଣଙ୍କ ପାଖରୁ 7-8 ହଜାର ନେଲେ, ଆପଣଙ୍କ ପାଖରେ ଖର୍ଚ୍ଚ ହେଲା 5, ତାପରେ 3,000 ଟଙ୍କା କିଛି ଲାଭ ରହିବ ସଂସ୍ଥା ଚାଲିବା ପାଇଁ, ଆଗକୁ ଡେଭଲପ କରିବା ପାଇଁ। ଆଉ କିଛି ସମସ୍ତେ ସାଲାରୀ ପାଇବେ। କିନ୍ତୁ ଆପଣଙ୍କ ପାଖରେ ଖର୍ଚ୍ଚ ହଉଛି 5, ଆମେ ନବା 15। ଦିସ୍ ଇଜ ଦ ପ୍ରୋବ୍ଲେମ। ଏଇଟି ହଉଛି ପ୍ରୋବ୍ଲେମ। ଯେତିକି ଦରକାର ତାଠୁ ବହୁତ ଗୁଣା ଅଧିକା ନିଆଯାଉଛି। They adopt all sorts of malpractices to attract the parents and give a high percentage of both results and the marks। ହେଲା, ତ ରେଜଲ୍ଟ ମାର୍କ ସବୁ କମ୍ପ୍ରମାଇଜ କରିବା, ଇଏ ଖାଇବା ସେ ଖାଇବା। ଏ ସରକାରଙ୍କର ଅନେକ ଭୂମିକା ଏଥିରେ ରହିଥାଏ। ଅନେକ ଜାଗାରେ ସରକାରୀ ଲୋକଙ୍କର ଭୂମିକା ରହିଥାଏ। ସେମାନେ ବି ଚାନ୍ଦା ନିଅନ୍ତି ବଡ ବଡ ସଂସ୍ଥାରୁ। ତାଙ୍କରି ହିଁ ସଂସ୍ଥା ବହୁତ ଜାଗାରେ ରହିଥାଏ, ସରକାରୀ ମନ୍ତ୍ରୀ ଅଫିସର ମାନଙ୍କର ରିଲେଟେବଲ କନସେପ୍ଟ ସବୁ। ସେଥିପାଇଁ ବହୁତ ବହୁତ ପ୍ରାଇଭେଟାଇଜେସନ ସ୍କୁଲ କଲେଜ ବହୁତ ମାଡି ଚାଲିଛି ସବୁ ଜାଗାରେ। values crisis in technology। ଟେକ୍ନୋଲୋଜି କେମିତି ଭ୍ୟାଲୁ କ୍ରାଇସିସ୍ ଅଛି? It is a well known fact that the technology has changed the entire living package। ପୁରା ଟେକ୍ନୋଲୋଜି ବଦଳି ସାରିଲାଣି। ଆଗରୁ କଣ ଥିଲା, ଏବେ କଣ ଥିଲା? ଆଗରୁ ପାଠ ପଢା କେବଳ ଅଫଲାଇନ ରହୁଥିଲା। ଏବେ ଆପଣ ଘରେ ବସିକି ଶୋଇକି ୟୁଟ୍ୟୁବରେ ଆପଣ ପଢି ପାରୁଛନ୍ତି। patterns of the people and making things much more easier। ବହୁତ ଇଜି ହେଇଯାଉଛି। ଆଗରୁ କଣ ଏତେ ଇଜି ନଥିଲା ଜିନିଷ କରିବା। ଏବେ ଅନଲାଇନରେ ଆରାମସେ ମିଳୁଛି। ଆପଣ ଯାହା ବି ଡାଉଟ ଅଛି ଗୁଗୁଲରେ ସାଙ୍ଗେ ସାଙ୍ଗେ ସର୍ଚ୍ଚ କରିଦେବେ। ଯାହା ବି ବୁଝିପାରୁନାହାନ୍ତି, ଗୋଟେ କରିବା ପାଇଁ ଚେଷ୍ଟା କରୁଛନ୍ତି, ୟୁଟ୍ୟୁବରେ ମାରିଦେବେ, ଭିଡିଓ ତା ପାଇଁ ପଡିଥିବ, ଦେଖିଲେ ଶିଖିକି କରିଦେଲେ। due to knowledge explosion and a technological revolution, people are leading their lives more comfortable। ହେଲା, ବଟ୍ କମ୍ଫର୍ଟେବଲ ହେଲେ କଣ ହେଲା, ଟେକ୍ନିକାଲ ପ୍ରୋବ୍ଲେମ ବି ଅଡୁଆ ରହୁଛି। ଟେକ୍ନୋଲୋଜି ଅଧିକା ହେଲା ବେଳକୁ ଅଡୁଆ, ଲୋକ ଲେଥାର୍ଜିକ ହେଇଗଲେ, ଧୀରେ ଧୀରେ ସମ୍ପର୍କ କମିଗଲା, ଲୋକେ ମୋବାଇଲ କଥା ହେଇକି ରହିଗଲେ, କାହାକୁ କେହି ଭେଟୁନାହାନ୍ତି। ବହୁତ ଟାଇମ ୱେଷ୍ଟ ହଉଛି। ମୋବାଇଲ ସୋସିଆଲ ମିଡିଆ ଚଳୁଛେ ଆମେ ବାରମ୍ବାର ବସିକି, ଇନଷ୍ଟାଗ୍ରାମ ଫେସବୁକ ରିଲ୍ସ ଦେଖିବା, ଭିଡିଓ ଦେଖିବା, ମନ ଇଚ୍ଛା ହେଟ୍ରେଡନେସ ମାର୍କେଟରେ ବଢି ଯାଉଛି ସୋସିଆଲ ମିଡିଆ ପାଇଁ। ଗଣ୍ଡଗୋଳ ଦଙ୍ଗା ହଉଛି ସୋସିଆଲ ମିଡିଆ ପାଇଁ। ତ ଇଏ ଗୋଟେ ବହୁତ ବଡ କନସେପ୍ଟ। ହଁ, ତ ଏଇଟା ଟେକ୍ନୋଲୋଜିରୁ ଆସୁଛି। ଟେକ୍ନୋଲୋଜି ପରେ ଆମେ ଡାଇରେକ୍ଟ ମିଡିଆକୁ ବି ଦେଖିବା। ତ ମିଡିଆ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ରୋଲ ପ୍ଲେ କରୁଥିଲା ଇନଫରମେସନ ଦେବା ପାଇଁ। ବହୁତ ଇଜିଲି, ଶୀଘ୍ର ଶୀଘ୍ର, ଏତେ ଇମିଡିଏଟଲି ଆମେ ବହୁତ ଲୋକଙ୍କୁ ଇନଫରମେସନ ଯୋଗାଇବା ପାଇଁ ମିଡିଆ ବ୍ୟବସ୍ଥା ଆସିଥିଲା। ଇଲେକ୍ଟ୍ରୋନିକ ହଉ ବା ପ୍ରିଣ୍ଟ ମିଡିଆ ହଉ, ଖବର କାଗଜ ହଉ ବା ଟିଭି ଗଣମାଧ୍ୟମ ହଉ, ଟିଭି ନ୍ୟୁଜ ପେପର ବହି ଏସବୁ ଜିନିଷ ଦରକାର ହୁଏ। କାହିଁକି ନା ଲୋକମାନଙ୍କୁ ଶିକ୍ଷା ଦିଏ, ବିଷୟରେ ବୁଝାଏ, ଏୱାର କରାଏ, ବିଷୟରେ ଜଣାଏ। ଲୋକମାନେ ଜାଣନ୍ତି, ଜାଗରୁକ ହୁଅନ୍ତି, ବହୁତ ଜିନିଷ ଜାଣନ୍ତି। ଇନଫର୍ମେଟିଭ ବହୁତ ଥାଏ ଇନଫରମେସନ ଗୁଡାକ। ତ ବହୁତ ଗୁଡ଼ିକ ଯୋଉ ଅନ୍ୟାୟ ଅତ୍ୟାଚାର ହେଲା ତାକୁ ଲୋକ ପାଖରେ ପହଞ୍ଚି ପାରିଲା, ତାର ସମସ୍ୟାର ସମାଧାନ ହେଇପାରେ ବହୁତ ଜଲ୍ଦି। ତ ମିଡିଆର ଇନଫ୍ଲୁଏନ୍ସିଂ ବହୁତ ଅଧିକା ରହିଥାଏ। ମିଡିଆ ଇନଫ୍ଲୁଏନ୍ସ କରାଏ କଣ, ବିଲିଫ, ଟ୍ରାଡିସନ, କଷ୍ଟମ, ଆଟିଚ୍ୟୁଡ, ଫିଲିଙ୍ଗସ, ବହୁତ ଜିନିଷ ଗୁଡାକୁ ନେଇକି ବହୁତ ଜାଗାରେ କରାଯାଏ। କିନ୍ତୁ ନେଗେଟିଭ, ଆଜିକାଲି ତ ବହୁତ ଜାଗାରେ ନେଗେଟିଭ ହେଇଗଲାଣି ବହୁତ ଜିନିଷ। ଯେମିତି ତମର କମର୍ସିଆଲାଇଜ ହେଇଗଲା, ମନ ଇଚ୍ଛା ଜିନିଷ ଖବର ଚଲାଉଛନ୍ତି, ଭୁଲ ଭାଲ ଖବର ଚଲାଉଛନ୍ତି, ଡୁପ୍ଲିକେଟ ଜିନିଷ ଚଲାଉଛନ୍ତି, ମିଥ୍ୟା ଖବର, ଯୋଉଟା ଦେଖେଇବା କଥା ଦେଖେଇବେ ନାହିଁ, ଫାଲତୁ ଜିନିଷ ଚଲେଇବେ, ଗଣ୍ଡଗୋଳ କରାଇବେ, ହେଟ୍ରେଡନେସ କ୍ରିଏଟ କରିବେ ସୋସାଇଟିରେ। ତ ଇଏ ସବୁ ବର୍ତ୍ତମାନ ଚାଲିଛି ମିଡିଆ ନାଁରେ, ଖବର ନାଁରେ ଯୋଉ ଯାତ୍ରା ଚାଲିଛି ସବୁ ମିଡିଆରେ ଆପଣ ମାନେ ଦେଖିପାରୁଥିବେ। ତ ଇଏ ତାର ସବୁଠୁ ନେଗେଟିଭ, ଭ୍ୟାଲ୍ୟୁଜ ନାହିଁ। ଆଉ ଭ୍ୟାଲ୍ୟୁଜ ନାହିଁ। ଯୋଉ କାମଟା କରିବା କଥା ସେଟା କରୁନାହାନ୍ତି, ଫାଲତୁ ଜିନିଷ ଗୁଡାକୁ ଆଲୋଚନା କରୁଛନ୍ତି, ଯୋଉଟା କିଛି ଭ୍ୟାଲ୍ୟୁଜ କିଛି ନାହିଁ। ଆଉ ଲୋକେ ତାକୁ ଦେଖି ଏନ୍ଜୟ କରୁଛନ୍ତି। ତ ଅନଏକ୍ସେପ୍ଟେଡ ପ୍ରାକ୍ଟିସେସ୍ ଗୁଡାକ ଚାଲିଛି ପ୍ରୋଗ୍ରାମ ମାଧ୍ୟମରେ। ତ ଏଥିରେ ବି କ୍ରାଇସିସ୍, ମିଡିଆରେ ବି କ୍ରାଇସିସ୍ ଦେଖା ଯାଉଛି। ତାପରେ ଦେଖିବା କ୍ରାଇସିସ୍ ମ୍ୟାନେଜମେଣ୍ଟ। କ୍ରାଇସିସ୍ ମ୍ୟାନେଜମେଣ୍ଟ କେମିତି କରିବା?
କ୍ରାଇସିସ୍ ଗୁଡା ଟିକେ ଦେଖିବା କଣ କଣ କେମିତି କ୍ରାଇସିସ୍ ଆମେ ମ୍ୟାନେଜ କରିପାରିବା। ଦ ସିରିଜ ଅଫ ଇନସିଡେଣ୍ଟ that affect the functioning of an organization। ତ କ୍ରାଇସିସ୍ କଣ ଅଛି, କ୍ରାଇସିସ୍ ର ସିରିଜ ଅଫ ଇନସିଡେଣ୍ଟ, ବହୁତ ଘଟଣା ଗୁଡା ଘଟିଥାଏ ଯୋଉଟା କି ଆମର ଅର୍ଗାନାଇଜେସନ ର ଯୋଉ କାମ ତାକୁ ଏଫେକ୍ଟ କରେ। କ୍ରାଇସିସ୍ ଦେଖାଯାଏ ବିଭିନ୍ନ ପ୍ରକାର ଇନସିଡେଣ୍ଟ। ୟୁଜୁଆଲି କ୍ରାଇସିସ୍ ଇଜ କନଫାଇନ୍ଡ ଟୁ ଏ ସର୍ଟ ପିରିୟड ଅନଲି। ବେଳେ ବେଳେ କଣ ହେଇଥାଏ, ୟୁଜୁଆଲି ପ୍ରାୟତଃ ଯେ କ୍ରାଇସିସ୍ ଟା ଗୋଟେ ସର୍ଟ ପିରିୟଡ ପର୍ଯ୍ୟନ୍ତ ଆସିଥାଏ, ଅଳ୍ପ ଟାଇମ ପର୍ଯ୍ୟନ୍ତ। ଡ୍ୟୁ ଟୁ କ୍ରାଇସିସ୍ ପିପୁଲ ଫିଲ୍ ଫିୟର ଆଣ୍ଡ ଇନସିକ୍ୟୁରିଟି। ଯେତେବେଳେ କ୍ରାଇସିସ୍ ଆସେ ସେତେବେଳେ ଲୋକମାନେ ଡରିଯାନ୍ତି, ସ୍ୱାଭାବିକ ଜିନିଷ, ଏବଂ ଗୋଟେ ଇନସିକ୍ୟୁରିଟି ଫିଲ୍ କରନ୍ତି, ନିରାପଦ ଏତେ ମଣନ୍ତି ନାହିଁ କ୍ରାଇସିସ୍ ପାଇଁ। ତ ସିରିଜ ଅଫ ଇନସିଡେଣ୍ଟ ଘଟଣା ଘଟେ, ଅଳ୍ପ ଟାଇମ ପାଇଁ ହୁଏ, ଲୋକେ ଟିକେ ଡରିଯାନ୍ତି, ଇନସିକ୍ୟୁର ଫିଲ୍ କରନ୍ତି, ହେଲା କ୍ରାଇସିସ୍। ତାପରେ ଦେଖିବା କଣ ଫ୍ୟାକ୍ଟର ଥାଏ କ୍ରାଇସିସ୍ କରେଇବା ପାଇଁ। Due to technical reasons, sometimes the machinery doesn't work or stuck up lead to the crisis। ବେଳେ ବେଳେ ମେସିନ କାମ କରେ, କିଛି ଜିନିଷ କାମ କରୁଥିବା ମେସିନ କାମ କରିବ ନାହିଁ, ଗ୍ଲିଚେସ୍ ପଳେଇ ଆସିବ, ସେଥିପାଇଁ କ୍ରାଇସିସ୍ ଦେଖାଯାଏ। The problems is functioning of internet power failure accident, ଏସବୁ ଜିନିଷ ଫଙ୍କସନିଂ ହେଇପାରେନି, ବେଳେ ବେଳେ ଇଣ୍ଟରନେଟ ପଳେଇ ଯାଏ, ପାୱାର ଫେଲ ଥାଏ, ଏକ୍ସିଡେଣ୍ଟ ହେଇଯାଏ, ଏସବୁ ଜିନିଷ ପାଇଁ ବି ପ୍ରୋବ୍ଲେମ୍ସ ଦେଖାଯାଏ। ଆଉ କଣ ବହୁତ ବଡ ଟପିକ ଯୋଉଟା କଣ, ଏନଭାରमेଣ୍ଟାଲ ହାଜାର୍ଡସ୍ ଲାଇକ ସାଇକ୍ଲୋନ, ଫ୍ଲଡସ୍, ଆର୍ଥକ୍ୱେକ୍, ଏସବୁ ଜିନିଷ ହେଲେ ନେଚୁରାଲ ଡିଜାଷ୍ଟର କୁହାଯାଏ। ଏସବୁ ଜିନିଷ ହେଲେ ଯୋଉଟା କି ଆମ କଣ୍ଟ୍ରୋଲରେ ନଥାଏ, ଆମ ପାଇଁ ହଉଛି ବଟ ଆମ କଣ୍ଟ୍ରୋଲରେ ନାହିଁ। ତ ଏ ସାଇକ୍ଲୋନ ହଉ, ଫ୍ଲଡ ହେଲା, ଏସବୁ ଜିନିଷ ସମୟରେ ବି ଡିସରପସନ ହୁଏ, କାମ ହେଇପାରେନି ଠିକ ସେ, ପ୍ରୋବ୍ଲେମ କ୍ରାଇସିସ୍ ଦେଖାଯାଏ। ଲେକ୍ ଅଫ କୋଅପରେସନ ଆଣ୍ଡ କୋଅର୍ଡିନେସନ ଏମଙ୍ଗ ଦ ୱାର୍କର୍ସ ଅଫ ଆନ୍ ଇନଷ୍ଟିଟ୍ୟୁସନ। ଗୋଟେ ଜାଗାରେ କାମ କଲା ବେଳେ ତାଙ୍କ ଭିତରେ କୋଅପରେସନ ଆଉ କୋଅର୍ଡିନେସନ ରୁହେନି, ଯାହା ଫଳରେ ପ୍ରୋବ୍ଲେମ ହେଇଯାଏ। ତାଙ୍କ ଯଦି କୋଅପରେସନ କୋଅର୍ଡିନେସନ ନ ରହିବ, ଯୋଉ ସଂସ୍ଥାଟା ହେଇଛି ଯାହା କାମ କରିବା ପାଇଁ, ସେମାନେ କଣ କରିପାରିବେ କି? କରିପାରିବେ ନାହିଁ, ଯାହା ଫଳରେ ସେଠି ପ୍ରୋବ୍ଲେମ ହେଇଯାଏ। Decisions of politicians are the government may lead to the strikes or agitations which has social repercussions ଅଛି। ତାମାନେ ଏଇ ଯୋଉ ଧର ଷ୍ଟ୍ରାଇକ ହେଇଗଲା, ଷ୍ଟ୍ରାଇକ କାହିଁକି ହୁଏ? ଯୋଉମାନଙ୍କର ସମସ୍ୟାର ସମାଧାନ ନ ହେଇ ପାରିଲା, ଯାହାର କାମ ହେଇପାରେ ନାହିଁ, ସମସ୍ୟା ସମାଧାନ ନ ହେଇପାରେ, ସେଥିପାଇଁ ଷ୍ଟ୍ରାଇକ ହୁଏ। ତ ଏଇସବୁ ଜିନିଷ ହେଲେ ବି ଡିସରପସନ ଦେଖାଯାଏ, ପ୍ରୋବ୍ଲେମ ଦେଖାଯାଏ, କାମ ହେଇପାରେ। ଏଇସବୁ କ୍ଷେତ୍ରରେ ମାନେ ଏଇ ସବୁ କାରଣ ଯୋଗୁ କ୍ରାଇସିସ୍ ଦେଖା ଯାଇଥାଏ। ଏବେ ଆମେ ଦେଖିବା କ୍ରାଇସିସ୍ ମ୍ୟାନେଜମେଣ୍ଟର ଆବଶ୍ୟକତା କଣ ଅଛି। Crisis management means to face the unexpected event that happens suddenly, either in an organization or society or even individual। individual ପ୍ରୋବ୍ଲେମ ହେଇଗଲା, ସୋସାଇଟିର ପ୍ରୋବ୍ଲେମ ହେଲା, ବା ଗୋଟେ ସଂସ୍ଥାର ପ୍ରୋବ୍ଲେମ ହେଲା, ଇମିଡିଏଟ ଯଦି କିଛି ପ୍ରୋବ୍ଲେମ ହେଇଗଲା ତ ତାକୁ କେମିତି ମ୍ୟାନେଜ କରାଯିବ, ସେଥିପାଇଁ ଏ କ୍ରାଇସିସ୍ ମ୍ୟାନେଜମେଣ୍ଟର ଆବଶ୍ୟକତା ରହିଛି। ପିପୁଲ ସୁଡ୍ ଡେଭଲପ ଦେୟାର ମେଣ୍ଟାଲିଟି, ତାଙ୍କର ମେଣ୍ଟାଲିଟି ଡେଭଲପ କରିବା ଦରକାର, ଟୁ ଫେସ୍ ଏନି ସିଚୁଏସନ ୱିଥ strong motives and word efficiently by adjusting to that situation। ତ ମାଇଣ୍ଡ ପ୍ରଥମେ ଷ୍ଟ୍ରଙ୍ଗ ରହିବା ଦରକାର ଯେ ଯେକୌଣସି ସିଚୁଏସନ ଆସିଲେ ବି ଆମେ ତାକୁ କେମିତି ହ୍ୟାଣ୍ଡେଲ କରିବା, ବା ତାକୁ କେମିତି ତା ପ୍ରୋବ୍ଲେମ କେମିତି ସର୍ଟ ଆଉଟ କରିବା। Thus to know how to manage the crisis will be of great help not only to the individual but to the state of nation at large। ତ ଆମେ କ୍ରାଇସିସ୍ ମ୍ୟାନେଜମେଣ୍ଟ ଶିଖିଗଲେ ନିଜ ପାଇଁ ବି ହେଲ୍ପ କରିପାରିବା, ସୋସାଇଟି ପାଇଁ ହେଲ୍ପ କରିପାରିବା, ଦେଶର ବି ପ୍ରୋବ୍ଲେମ ସଲ୍ଭ କରିପାରିବା। ଇଭେନ ଦ ଏଣ୍ଟାୟାର ୱାର୍ଲଡ ୱିଲ୍ ବି ବେନିଫିଟେଡ, ଇଟ୍ ୱିଲ୍ ବି ହାଉ ଟୁ ମ୍ୟାନେଜ ଦ କ୍ରାଇସିସ୍। ପୁରା ୱାର୍ଲଡ ବି ବେନିଫିଟ, ଯଦି ଏଇ ଯୋଉ ଇକୋନୋମିକାଲ କ୍ରାଇସିସ୍ ହେଇଗଲା, ଏନଭାରମେଣ୍ଟାଲ କ୍ରାଇସିସ୍ ହେଲା, ଯେକୌଣସି କ୍ରାଇସିସ୍ ହଉଛି, ଆମେ ଯଦି ତାକୁ ସର୍ଟ ଆଉଟ କରିବା ବାଟ ବାହାର କରିଦବା ନା, ପୁରା ୱାର୍ଲଡ, ଦେଶ, ସୋସାଇଟି, ଫ୍ୟାମିଲି, ନିଜର ମହଲ୍ଲା, ସବୁ ଜାଗାରେ ତମେ ପ୍ରୋବ୍ଲେମ ସଲ୍ଭ କରିପାରିବ, ସମସ୍ତଙ୍କର ବେନିଫିଟ ହବ ନା। ସୋ ଇଟ୍ ଇଜ ଏଭରିବଡିଜ ରେସ୍ପନ୍ସିବିଲିଟି ଟୁ ପ୍ରୋଟେକ୍ଟ ୱାନ୍ସ ଓନ୍ ଅଲସୋ। ତ ସମସ୍ତଙ୍କର ଯୋଉ ୱାନ୍ସ ଓନ୍ ସେଲ୍ଫ, ନିଜକୁ ନିଜେ ବଞ୍ଚେଇବାଟା ସମସ୍ତଙ୍କର ଆବଶ୍ୟକତା ରହିଛି। କେମିତି କ୍ରାଇସିସ୍ ତାକୁ କେମିତି ସର୍ଟ ଆଉଟ କରିବା, ସଲ୍ଭ କରିବା, ସେଥିପ୍ରତି ସମସ୍ତଙ୍କ ଧ୍ୟାନ ରହିବା ଦରକାର, ସମସ୍ତେ ବୁଝିବା ଦରକାର, ଏବଂ ନିଜକୁ ଏଫିସିଏଣ୍ଟ ବି କରିବା ଦରକାର, ଯୋଗ୍ୟତା ବଢିବା ଦରକାର କେମିତି ଏଟା କରିପାରିବା। ତ ଇଏ ଥିଲା ପିଲାମାନେ ୟୁନିଟ 4 ର ବିଷୟବସ୍ତୁ। କେମିତି ଆମେ ଭ୍ୟାଲ୍ୟୁଜ ବିଷୟରେ ଦେଖିଲୁ, ଭ୍ୟାଲ୍ୟୁଜ କ୍ରାଇସିସ୍ ବିଷୟରେ ଦେଖିଲୁ, କଣ କୋଉ ଜାଗାରେ କେମିତି କ୍ରାଇସିସ୍ ହୁଏ, ଏବଂ କେମିତି ଭାବରେ କ୍ରାଇସିସ୍ ମ୍ୟାନେଜମେଣ୍ଟ ବି କରିବା, ଏସବୁ ଜିନିଷକୁ ଆମେ ଦେଖିବୁ। ଆଶା କରିବି ତମକୁ ସର୍ଟଲି ବହୁତ ଜିନିଷ ଗୁଡାକ ଆଇଡିଆ ଆସିଥିବ, ପରୀକ୍ଷା ନିହାତି ହେଲ୍ପ କରିବ। ଯଦି ଭଲ ଲାଗିଥାଏ ଲାଇକ୍ କରିବେ, ଚ୍ୟାନେଲକୁ ନୂଆ ଥିଲେ ସବସ୍କ୍ରାଇବ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବାକୁ କେବେ ବି ଭୁଲିବେ ନାହିଁ। ପୁଣି ଦେଖା ହବା ଲାଷ୍ଟ ୟୁନିଟ ବା ୟୁନିଟ 5 ରେ ଆଉ ଗୋଟେ ଭିଡିଓରେ। ସେତେପର୍ଯ୍ୟନ୍ତ ବିଦାୟ, ଧନ୍ୟବାଦ। ଆଶା କରିବା ପିଲାମାନେ ଆପଣମାନଙ୍କୁ କ୍ଲାସଟି ଭଲ ଲାଗିଥିବ। ଯଦି କ୍ଲାସଟି ଆପଣଙ୍କୁ ସତରେ ଭଲ ଲାଗିଛି ତ ପିଲାମାନେ ନିହାତି ଭିଡିଓଟିକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଆଉ ଆପଣଙ୍କ ସାଙ୍ଗମାନଙ୍କୁ ସେୟାର କରିବେ ଯୋଉମାନେ କି ଅନ୍ୟ ଇନଷ୍ଟିଚ୍ୟୁଟରେ ଆଡମିସନ କରିଛନ୍ତି।
କିନ୍ତୁ ସେମାନେ ତାଙ୍କୁ ଏପର୍ଯ୍ୟନ୍ତ କ୍ଲାସ ପ୍ରୋଭାଇଡ କରିନାହାନ୍ତି। ଆଉ ସେମାନେ ଏବୁଠୁ ତାଙ୍କ ଏଜୁକେସନ କୁ ପାଇପାରିବେ। ଆଉ ଏଜୁକେସନ ପାଇକିରି ଯେମିତି ଆପଣଙ୍କ କୌଣସି ସେମିଷ୍ଟାର ବ୍ୟାକ୍ ଲାଗିବନି, ଏବୁଠୁ ହିଁ ଆପଣ ପ୍ରିପାରେସନ କରନ୍ତୁ। ଆପଣଙ୍କର ବ୍ୟାକ୍ ନ ଲାଗିବା ପାଇଁ ଆମେ ସବୁ କିଛି ଆପଣଙ୍କୁ ପ୍ରୋଭାଇଡ କରୁଛୁ। ରେକର୍ଡିଂ କ୍ଲାसेस, ଲାଇଭ ଡାଉଟ କ୍ଲିୟରିଂ କ୍ଲାसेस, ତା ସହିତ ସର୍ଟଲି କେମିତି ଆପଣ ଏକ୍ସାମରେ ଲେଖିପାରିବେ ମ୍ୟାକ୍ସିମମ୍ ପେଜ, ତା ସହିତ ହିନ୍ଦୀ ନୋଟ୍ସ ଏଣ୍ଡ ପିଲାମାନେ ଆଉ ଗୋଟେ ଜିନିଷ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ, ପ୍ରତ୍ୟେକ ଏକ୍ସାମ ପୂର୍ବରୁ ଆପଣଙ୍କୁ ଦିଆଯିବ ସିଲେକ୍ଟିଭ କୋଶ୍ଚିନ୍। ଏଇ ସବୁ ପିଲାମାନେ ମିଳିବ କେବଳ ଆପଣଙ୍କୁ 1000 ରୁପିସରେ 4ଟା ଯାକ ସେମିଷ୍ଟାର। ଯଦି ଆପଣ ସେମିଷ୍ଟାର ୱାଇଜ କିଣିବାକୁ ଚାହୁଁଛନ୍ତି ତ କେବଳ 400 ରୁପିସ ଆସିବ। ଏବେ ହିଁ ଯୋଉ ସ୍କ୍ରିନ ଉପରେ ଯୋଉ ନମ୍ବର ଦିଆହେଇଛି ଫୋନ କରନ୍ତୁ ଆଉ ନିଜର ଏଇ ଅଫରକୁ ଭ୍ୟାଲିଡ କରନ୍ତୁ। ତ ଧନ୍ୟବାଦ ପିଲାମାନେ, ଜୟ ଜଗନ୍ନାଥ।